ଆଜି ଶୁଣିବା ଉପନ୍ୟାସ ଶିଳାପଦ୍ମ। ଔପନ୍ୟାସିକା ପ୍ରତିଭା ରାୟ। ଭାଗ 14। କୋଣାର୍କ ଆକାଶର ସେଇ ପ୍ରଳୟଙ୍କରୀ ଝଡ଼ ପୃଥିବୀକୁ ଓହ୍ଲାଇ ଆସିଥିଲା କରାଳ ବାହୁ ବିସ୍ତାରି। ଈର୍ଷା ଅସୂୟାର ଫାଟି ପଡ଼ିଥିଲା ଆକାଶ। ବର୍ଷା ବିଦ୍ୟୁତ୍ ତୋଫାନର ତାଣ୍ଡବ ଲୀଳାରେ କୋଣାର୍କ ନଗରୀ ଧ୍ୱଂସ ବିଧ୍ୱସ୍ତ ହୋଇଯାଇଥିଲା। ମୃତାହତ ହୋଇଥିଲେ କେତେ ନରନାରୀ, ଭୂମିସାତ୍ ହୋଇଥିଲା କେତେ ପ୍ରାସାଦ ଜନପଦ। କାଲି ମାତ୍ର କୋଣାର୍କ ମନ୍ଦିରର ପ୍ରତିଷ୍ଠା ପର୍ବ ପବିତ୍ର ପୂଜାବିଧି ଭିତରେ ପାଳିତ ହୋଇଛି। ଆଜି ମାଘ ଅଷ୍ଟମୀରେ ପ୍ରକୃତିର ଏ ବିଚିତ୍ର ବିରୋଧ କାହିଁକି? ମହାରାଜା ନରସିଂହ ଏବଂ ରାଣୀ ସୀତାମହାଦେବୀ କୋଣାର୍କ ରାଜପ୍ରସାଦରେ ଅବସ୍ଥାନ କରୁଛନ୍ତି। ଅପରାଜେୟ ରାଜା ନରସିଂହଙ୍କର ପରାକ୍ରମ ପ୍ରକୃତି ପାଖରେ ହିଁ କେବଳ ହାର ମାନିଛି। ନିରୀହ ତୀର୍ଥଯାତ୍ରୀ ଏବଂ ରାଜାନୁଗତ କୋଣାର୍କ ନଗରୀର ପ୍ରଜାଗଣଙ୍କ ଧନଜୀବନକୁ ସେ ପ୍ରକୃତିର ଆକ୍ରମଣରୁ ରକ୍ଷା କରିପାରି ନାହାନ୍ତି। କୋଣାର୍କର ପ୍ରତିଷ୍ଠା ଦିବସରେ ଉଦାର ହୃଦୟ ପୁରୁଷୋତ୍ତମ ରାଜା ନରସିଂହ ଦେବ ମନତଳେ ମଣିଷର ସ୍ୱାଭାବିକ ଅହଂଭାବଟି ଅତି ସ୍ୱାଭାବିକ ଭାବରେ ସଂଗୋପନରେ ଜାଗି ଉଠିଥିଲା। ସେ ଭାବୁଥିଲେ ନିଜର 12 ବର୍ଷର ରାଜସ୍ୱ ବ୍ୟୟରେ ନିର୍ମିତ କୋଣାର୍କ ଗଙ୍ଗବଂଶର ସୁବର୍ଣ୍ଣଯୁଗକୁ ଇତିହାସ ପୃଷ୍ଠାରେ ସ୍ୱର୍ଣ୍ଣାକ୍ଷରେ ଲିପିବଦ୍ଧ କରିବ ଏବଂ ତାରି ଭିତରେ ରାଜା ନରସିଂହଙ୍କର ନାମ ଆକାଶର ଅସଂଖ୍ୟ ତାରାଙ୍କ ଭିତରେ ଧ୍ରୁବତାରା ଭଳି ଉଜ୍ଜ୍ୱଳତର ଚିର ଭାସ୍ୱର ହୋଇ ରହିବ। କୋଣାର୍କ ଶିଳ୍ପୀଙ୍କର ନାମଗନ୍ଧ ଇତିହାସ ଲେଖିବ ନାହିଁ, ଇତିହାସ ଲେଖିବ ରାଜା ନରସିଂହଙ୍କର ନାମ। କୋଣାର୍କର ନିର୍ମାତା ନରସିଂହ ବଞ୍ଚି ରହିବେ କୋଣାର୍କର ଅଭଙ୍ଗା କାରୁଶିଳ୍ପ ଭିତରେ। ଆତ୍ମପ୍ରାସାଦରେ ମନ ହାଲକା ହୋଇ ନଥିଲା, ଭାରୀ ହୋଇଯାଇଥିଲା। କୋଣାର୍କ ମନ୍ଦିରର ସମସ୍ତ ଗୌରବ ମହାରାଜାଙ୍କ ପାଦତଳେ ଅଜାଡ଼ି ହୋଇ ପଡ଼ିଥିଲା। ମହାମନ୍ତ୍ରୀ ଶିବ ସାମନ୍ତରାୟ ଭାବୁଥିଲେ କୋଣାର୍କ ଅଭଙ୍ଗା ଦେଉଳ ହୋଇ କାଳ କାଳକୁ ବିରାଜିତ ହେବ। ତାରି ଭିତରେ ବଞ୍ଚି ରହିବେ ନିର୍ମାଣ ବିଭାଗ ମନ୍ତ୍ରୀ ଶିବ ସାମନ୍ତରାୟ। ଇତିହାସ ଶିବ ସାମନ୍ତରାୟଙ୍କର ଜୟଗାନ ଘୋଷିବ। କୋଣାର୍କ ନିର୍ମାଣ ପଥରେ ରାଜାଙ୍କର ଅବଦାନଠାରୁ ମହାମନ୍ତ୍ରୀଙ୍କର ଅବଦାନ ବେଶୀ, ଏକଥା ଇତିହାସ ସ୍ୱର୍ଣ୍ଣାକ୍ଷରରେ ଲେଖିବ। ମୁଖ୍ୟ ସ୍ଥପତି ବିଶ୍ୱନାଥ ମହାରଣା ସମ୍ପୂର୍ଣ୍ଣ କୋଣାର୍କକୁ ଦେଖି ଭାବୁଥିଲେ ଇତିହାସ କେବଳ ଚିହ୍ନିବ ଜଣେ କୋଣାର୍କ ଶିଳ୍ପୀକୁ, ସେ ବିଶୁ ମହାରଣା, ଯାହାଙ୍କର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କୋଣାର୍କ ମନ୍ଦିରର ପ୍ରତିଟି ଶିଳାଖଣ୍ଡରେ ପଦ୍ମ ଫୁଟିଛି। 1200 ଶିଳ୍ପୀଙ୍କର ନାମ ହଜିଯିବ ବିଶୁ ମହାରଣାଙ୍କ ନାମ ଭିତରେ। 1200 କୋଣାର୍କ ଶିଳ୍ପୀଙ୍କର ପ୍ରତିନିଧି ବିଶୁ ମହାରଣା ମହାକାଳକୁ ପରାହତ କରି ଅମର ହେବେ, ଏଥିରେ ସନ୍ଦେହ ନାହିଁ। ନିଜକୁ ଅମର କରିବା ପାଇଁ ମରଦେହଧାରୀ ମଣିଷର ଆଶା କାଳେ କାଳେ ଏମିତି ବଳୀୟାନ। ମୃତ୍ୟୁ ପରେ ମଧ୍ୟ ନିଜର ଯଶ ଏବଂ ପ୍ରତିଷ୍ଠା ଅକ୍ଷୟ ରହୁ, ଏହା ହିଁ ମଣିଷର ଶ୍ରେଷ୍ଠ କାମନା। କିନ୍ତୁ ଏ ଭାବନା ଜାଗିନଥିଲା କୋଣାର୍କ ମନ୍ଦିର ନିର୍ମାଣରେ। ବିନ୍ଦୁ ବିନ୍ଦୁ ସ୍ୱେଦ ଢାଳି ପଥର କାଟିବା, ପଥର ବୋହିବା, ବାଲି ବୋହିବା ଇତ୍ୟାଦି କଷ୍ଟକର କାର୍ଯ୍ୟ କରିଥିବା ଶ୍ରମିକର ମନରେ। ସେ ଖାଲି ଖୁସି ହୋଇଥିଲା କୋଣାର୍କର ସମ୍ପୂର୍ଣ୍ଣ ରୂପ ଦେଖି। କାରଣ ରାଜାରାଣୀ, ମହାରାଜା, ଯୁବରାଜା, ପାତ୍ରମନ୍ତ୍ରୀ, ପ୍ରଜାବର୍ଗ ସମସ୍ତେ ଖୁସି ହୋଇଛନ୍ତି। ମହାକାଳକୁ ଜୟ କରିବାର ଦୁରାଶା ତାର ପରିମିତ ମନ ତଳେ ସ୍ଥାନ ପାଇ ନଥିଲା। ଅଥଚ ସେ ଜାଣେ ନାହିଁ ଯେ ରାଜା ନରସିଂହଙ୍କର 12 ବର୍ଷର ରାଜସ୍ୱରେ 1200 ଶିଳ୍ପୀଙ୍କର ନିର୍ମାଣ କୌଶଳ ତାଙ୍କରି ଭଳି ହଜାର ହଜାର ଶ୍ରମିକଙ୍କର ରକ୍ତ ଏବଂ ସ୍ୱେଦରେ ହିଁ କୋଣାର୍କର ପ୍ରତିଟି ପଥରଖଣ୍ଡ ଯୋଡ଼େଇ ହୋଇଛି। ତାଙ୍କ ବ୍ୟତୀତ କୋଣାର୍କ ମନ୍ଦିର ଯେ ସମ୍ଭବ ନୁହେଁ, ଏକଥା ତାର ସରଳ ହୃଦୟ ଜାଣେ ନାହିଁ। ଅଷ୍ଟମୀ ତିଥିର ଭୟାବହ ଝଡ଼ତା କୋଣାର୍କ ମନ୍ଦିର ଚାରିପଟେ କୁଢ଼େଇ ହୋଇ ଦେଇଛି କେତେକ ମଣିଷର ଭଙ୍ଗାରୁଜା କ୍ଷତବିକ୍ଷତ ଶରୀର। ତାରି ଭିତରେ ନୀରବ ଦ୍ରଷ୍ଟା ହୋଇ ଠିଆ ହୋଇଛି କୋଣାର୍କ ମନ୍ଦିର। ଯେମିତି ନୀରବ ସଳାପରେ କହୁଛି, କୋଣାର୍କ ଅଭଙ୍ଗା ଦେଉଳ ନୁହେଁ, ମହାକାଳ ପାଖରେ ଦିନେ ହେଲେ କୋଣାର୍କ ହାର ମାନିଯିବ। ହାର ମାନିଯିବେ ରାଜା ନରସିଂହ, ମନ୍ତ୍ରୀ ଶିବ ସାମନ୍ତରାୟ, ସ୍ଥପତି ବିଶୁ ମହାରଣା। ମହାକାଳ ସମସ୍ତଙ୍କର ଗର୍ବ, ଦମ୍ଭ, ଅହଂକାର ଚୂର୍ଣ୍ଣ କରିଦିଏ। କିନ୍ତୁ ଆଗାମୀ ବଂଶଧରଙ୍କର ପ୍ରାଣ ପୃଷ୍ଠାରେ ଅଦୃଶ୍ୟ ଅକ୍ଷର ଲିପିବଦ୍ଧ
ହେବ 1200 ନାମହୀନ ଶିଳ୍ପୀ ଏବଂ ଶ୍ରମିକଙ୍କର କଳସଂସ୍କୃତିମୟ ରକ୍ତସ୍ୱେଦର କାହାଣୀ। ସେମାନେ ଅମରତ୍ୱ ଲଭିବେ, କାରଣ ସେମାନେ ଜଣେ ଜଣେ ବ୍ୟକ୍ତି ନୁହନ୍ତି, ସେମାନେ ଗୋଟାଏ ମହାନ ଜାତିର ପ୍ରତିନିଧି। ବ୍ୟକ୍ତିର ମୃତ୍ୟୁ ହୁଏ, ଗୋଟାଏ ମହାନ ଜାତିର ମୃତ୍ୟୁ ନାହିଁ। ପରିଚୟହୀନ ଅସଂଖ୍ୟ ତୀର୍ଥଯାତ୍ରୀ ଶ୍ରମିକ ବସ୍ତିର ଅସଂଖ୍ୟ ନରନାରୀଙ୍କ ବାତ୍ୟା ବିଧ୍ୱସ୍ତ ମୃତ ଶରୀରକୁ ଏକତ୍ର କରି ସତ୍କାର କରାଉଥିଲେ ରାଜା ନରସିଂହ। ସ୍ତୂପୀକୃତ ମରଦେହମାନଙ୍କର ଅବିନଶ୍ୱର ଆତ୍ମା ମଣିଷ ମନଗଢ଼ା ଜାତି, ଧର୍ମ, ବର୍ଣ୍ଣ ଏବଂ ଧନୀର ନିର୍ଧର୍ତ୍ତନ ଭେଦଭାବକୁ ଅସ୍ୱୀକାର କରି ରାଜା ଚିତାଗ୍ନି ଦେଉଥିଲେ। ମହାରାଜା ନତମସ୍ତକ ହେଇ ନୀରବରେ ପ୍ରାର୍ଥନା କରୁଥିଲେ, ଯେଉଁମାନଙ୍କର ସ୍ୱେଦ ଓ ରକ୍ତବିନ୍ଦୁରେ କୋଣାର୍କ ଆଜି ମୁଣ୍ଡ ଟେକିଛି, ସେ ମହାନ ଆତ୍ମାମାନଙ୍କର ସଦ୍ଗତି ହେଉ। ରାଜା ହିସାବରେ ସେ ଯୁଦ୍ଧ କରିଛନ୍ତି ସତ, କୋଣାର୍କ ଗଢ଼ିଛନ୍ତି ଶ୍ରମିକମାନେ, ଶିଳ୍ପୀମାନେ। ସେ ଶକ୍ତି ରାଜାର କାହିଁ? କୋଣାର୍କର ଭୟଙ୍କର ଝଡ଼ଟା ଆକାଶେ ଆକାଶେ କୁଶଭଦ୍ରା ନଦୀ ତୀରରେ କେତକୀ ବନକୁ ଅଳ୍ପେ ଅଳ୍ପେ ଛୁଇଁ ଛୁଇଁ ଯାଉଥିଲା। ସଜ କେତକୀ ଫୁଲର ବାସ ଦିଗେ ଦିଗେ ଚହଟୁଥିଲା। ମହାଦେବଙ୍କର ମଥା ଲାଗି ହେବା ପାଇଁ ଯେ ଫୁଟିଛି, ସେ ଝଡ଼କୁ ଖାତିର କରିବ କାହିଁକି? ଦକ୍ଷିଣେଶ୍ୱର ଶ୍ୱେତଲିଙ୍ଗକୁ କେତକୀ ବନ ତା'ର ସବୁଜ ଆଲିଙ୍ଗନ ଭିତରେ ବାନ୍ଧି ରଖିଛି। କୋଣାର୍କ ମନ୍ଦିରର ସମ୍ପୂର୍ଣ୍ଣତା ପାଇଁ ମହାରାଜା ପାତାଳଫୁଟା ଶ୍ୱେତଲିଙ୍ଗ ଦକ୍ଷିଣେଶ୍ୱର ଏବଂ ପ୍ରଭୁ ପତିତ ପାବନଙ୍କୁ ଏଠାରେ ଏକତ୍ର ଆରାଧନା କରନ୍ତି। ମନ୍ଦିର ତିଆରି ପରେ ମନ୍ଦିର ପଛରେ ରହିଯିବ ବିସ୍ତୃତ କେତକୀ ଏବଂ ନାଗେଶ୍ୱର ବନ। ମନ୍ଦିର ସାମ୍ନାରେ ବିଛୋଇ ହୋଇପଡ଼ିଛି ଚନ୍ଦ୍ରଭାଗାର ଚିତ୍ରିତ ଅଞ୍ଚଳ ଭଳି ପଦ୍ମ ପୋଖରୀ। ପଦ୍ମ ଏବଂ କେତକୀ ଫୁଲ ଭିତରେ ଯେମିତି ଅହରହ ପ୍ରତିଯୋଗିତା ଲାଗି ରହିଛି। କିଏ ଜୟ କରିବ କୈଳାସ ବିହାରୀ ଦକ୍ଷିଣେଶ୍ୱରଙ୍କ ହୃଦୟ? ପଦ୍ମ ଏବଂ କେତକୀ ଦୁହେଁ କିନ୍ତୁ ଜୟ କରିଥିଲେ ଶିଳ୍ପୀ କମଳ ମହାରଣାର ହୃଦୟ। ପଦ୍ମ ଫୁଲକୁ ଦେଖିଲେ ଚନ୍ଦ୍ରଭାଗାର ସ୍ମୃତି ଚେଇଁ ଉଠେ। କେତକୀ ଫୁଲର ବାସ୍ନା ଶିଳ୍ପାର ନିଷ୍ପାପ ଛବିକୁ ସ୍ମୃତିରେ ପରଦା ଆଙ୍କିଦିଏ। କେତକୀ ଫୁଲ ଭଳି ଶିଳ୍ପାର ପ୍ରେମ ଏକନିଷ୍ଠ ପବିତ୍ର। ଚନ୍ଦ୍ରଭାଗା ଏବଂ ଶିଳ୍ପା ଦୁହେଁ କମଳ ମହାରଣାର ହୃଦୟକୁ ଜୟ କରିଛନ୍ତି। ଶିଳ୍ପାର କବରୀରେ କେତକୀ ଫୁଲର ସୌନ୍ଦର୍ଯ୍ୟ ବେଢ଼ିଯାଏ। ସେଦିନ ସ୍ନାନରତା ଶିଳ୍ପାର ମୁକ୍ତ କବରୀରୁ କେତକୀ ଫୁଲର ପାଖୁଡ଼ା ଖସି ପଡ଼ୁଥାଏ। ମେଘ କୋଳରେ ବିଦ୍ୟୁତ୍ଲତା ଭଳି ଦିଶୁଥାଏ କମଳ ମହାରଣାର ଆଖିକୁ। ସେ ଦୃଶ୍ୟଟି ଆଜିଯାଏ ଭୁଲିନି କମଳ ମହାରଣା। ପଦ୍ମ ସରୋବରରେ ପଦ୍ମକାଳୀ ଆଖି ଖୋଲିଲେ କମଳ ମହାରଣାର ମନେପଡ଼େ ଚନ୍ଦ୍ରଭାଗାର ଲାଜଭରା ଅସ୍ପଷ୍ଟ ମୁହଁ। ଏଇଠି ବସି କମଳ ମହାରଣା ଲେଖିବ ତା ଜୀବନର ମହାକାବ୍ୟ। ଭାଇ ଧବଳ ମହାରଣା କହିବ ଚନ୍ଦ୍ରଭାଗାର ଜୀବନ ଗାଥା, ଯାହା ଅଙ୍ଗେ ନିଭାଇଛି, ଯାହା ଶୁଣିଛି, ଯାହା ଖବର ରଖିଛି, ଯାହା କଳ୍ପନା କରିଛି ପ୍ରାଣପ୍ରିୟା ଭାଉଜ ସମ୍ପର୍କରେ। କମଳ ମହାରଣା ସାରା ରାତି କେତକୀ ବନରେ ଶୋଇ ଶୋଇ ଆକାଶର ଜହ୍ନକୁ ଖୋଜୁଥିଲା, କିନ୍ତୁ ଜହ୍ନ କାହିଁ? ସାରା ଆକାଶରେ ଝଡ଼ର କଳାଛାଇ, ସେଠି ଜହ୍ନ ନାହିଁ। ଜହ୍ନର କୋଲାହସ ଭିତରେ ମାନସୀର ଛବି ନାହିଁ। ଚନ୍ଦ୍ରଭାଗାର କଳ୍ପନାକାର ମୁହଁଟି ଆଉ ଦିଶୁନାହିଁ। ଦିଶୁଛି କାଲିର ସଦ୍ୟସ୍ନାତା ରୂପସୀର ଛଳ ଛଳ କରୁଣ ଆଖି ଦୁଇଟି। ସେ ଆଖି ଦୁଇଟିର ଅସହାୟତା ଯେମିତି ଝଡ଼ ହେଇ ପୃଥିବୀ ଉପରେ ଭାଙ୍ଗି ପଡ଼ିଛି। କାଲି ରାତିରେ ସକାଳର ସେଇ ଦୃଶ୍ୟଟିକୁ ଆଖି ବନ୍ଦ କରି ଦେଖୁ ଦେଖୁ ସେ ଘୁମେଇ ପଡ଼ିଥିଲା। ଆଖି ଖୋଲି କମଳ ମହାରଣା ଦେଖିଲା ତା ସାମ୍ନାରେ ଉଭା ବର୍ଷାଧୁଆ ସବୁଜ ସକାଳ। ଅନ୍ୟ ଶିଳ୍ପୀମାନେ ଗ୍ରାହସ୍ଥ ଜୀବନକୁ ଫେରି ଯାଇଛନ୍ତି। ସେ ବନି ରହିଛି ସନ୍ନ୍ୟାସ। କୋଣାର୍କ ତାକୁ ଅତୀନ୍ଦ୍ରିୟ କରିଦେଇଛି। ତାର ଆଉ ଦୁଃଖ କ'ଣ? ଦକ୍ଷିଣେଶ୍ୱର ମନ୍ଦିର ନିର୍ମାଣ କରି ସେ ରହିଯିବ ସବୁଦିନ ଏଇଠି, କେତକୀ ବନରେ, କୁଶଭଦ୍ରା ତୀରରେ। ସୂର୍ଯ୍ୟାସ୍ତର ରଙ୍ଗ ବୋଳି ହୋଇ କୁଶଭଦ୍ରାର ଜଳଦର୍ପଣରେ ମୁହଁ ଦେଖୁ ଦେଖୁ କେତକୀ ଫୁଲର ରାତ୍ରି ପ୍ରସାଧନ ସରି ଆସୁଥାଏ। ଉଦାସ ହୋଇଥିଲା କମଳ ମହାରଣାର ମନ। ବନ କେତକୀ ଭଳି ପବିତ୍ର ଆଉ ସାଧାସିଧା ସେଇ ସଜଳ ରୂପସୀ, କାହାର କନ୍ୟା, କାହାର ଭଗ୍ନୀ, କାହାର ପତ୍ନୀ। ସେତିକି ଭାବୁ ଭାବୁ ଆକାଶର ଅନ୍ଧକାର ଭିତରେ ହଜିଯାଇଥିଲା ସବୁ କଳ୍ପନା। କ୍ଳାନ୍ତିରେ ଘୁମେଇ ପଡ଼ିଥିଲା କମଳ ମହାରଣା। ସ୍ୱପ୍ନରେ ଆସିଥିଲା ସେଇ ରୂପସୀ। କେତକୀ ଫୁଲର ଗଭା ସାଜିଛି, କେତକୀ ପାଖୁଡ଼ାରେ ପତ୍ର ଲେଖୁଛି, କେତକୀ ବନରେ ହଜିଯାଇଛି।
ସକାଳୁ କେତକୀ ବନର ସବୁଜିମା ଭିତରେ ତାକୁ ଖୋଜି ଖୋଜି କୁଶଭଦ୍ରାର ତଟଧାରରେ ଅଟକିଗଲା କମଳ ମହାରଣାର ପାଦ ଦୁଇଟି। ନଦୀ ଧାରରେ ବାସି କେତକୀର ପାଖୁଡ଼ା କେତୋଟି ଏକାଠି ଠୁଳ ହୋଇ ଝରି ପଡ଼ିଛି। କେତେ ସଦୟ ଏଇ ଝଡ଼! ସଜ ଫୁଲକୁ ସେ ଛାଡ଼ି ଯାଇଛି ହସିବା ପାଇଁ, ହସାଇବା ପାଇଁ। ବାସି ଫୁଲର କି ମୂଲ୍ୟ! କେତକୀ ପାଖୁଡ଼ାର ସେ ସ୍ତୂପଟିକୁ ସଜଳ ଆଖିରେ ଚାହିଁଲା ଶିଳ୍ପୀ କମଳ। ଝରିବା ଫୁଲର ଧର୍ମ ହେଲେ ମଧ୍ୟ ଝରା ଫୁଲ ପାଇଁ ସମ୍ବେଦନଶୀଳ ହେବା ଶିଳ୍ପୀର ଧର୍ମ। କମଳ ମହାରଣା ନଦୀଧାରରେ ବସି ପଡ଼ିଲା। କେତକୀ ଫୁଲର ବାସ୍ନାର ନଦୀଜଳ ମହକୁଥାଏ। ପାଣି ଅଞ୍ଚଳେ କେମିତି ସ୍ଥିର ହୋଇ ରହିଗଲା। ପୁଣି ଝରି ପଡ଼ିଲା ନଦୀର ସ୍ରୋତ। କମଳ ମହାରଣା ଦେଖୁଥିଲା ସେଇ ବାସି କେତକୀ ଫୁଲର ପାଖୁଡ଼ା ଭିତରେ ଗୋଟାଏ ସଜ ଫୁଲ ବି ଝରି ଯାଉଛି। କାଲିର ସେଇ ସଦ୍ୟସ୍ନାତା ଅପରିଚିତା ନାରୀ ବାସି ଫୁଲର ପାଖୁଡ଼ା ଭିତରେ ନଦୀର ଜଳଶେଷରେ ପରମ ନିଶ୍ଚିନ୍ତ ହେଇ ଶୋଇପଡ଼ିଛି। କାଲିର ଭୟଙ୍କର ଝଡ଼ଟା ନିଜ ପାପର ପ୍ରକ୍ଷାଳନ ପାଇଁ ପୃଥିବୀର ଉଦ୍ୟାନରୁ ଏଇ କମନୀୟ ଫୁଲଟିକୁ ବୃନ୍ତଚ୍ୟୁତ କରି ନଦୀସ୍ରୋତରେ ଭସାଇ ଆଣି ଦକ୍ଷିଣେଶ୍ୱରଙ୍କ ପାଦତଳେ ଅର୍ଘ୍ୟ ବାଢ଼ି ଦେଇଛି। କମଳ ମହାରଣା ସ୍ଥିର ହୋଇ ବସି ରହିଲା। ନିର୍ବେଦ୍ୟ ହେଇ ଶବଟିକୁ ଚାହିଁଲା। ଚିତ୍ ହେଇ ପାଣିରେ ଭାସୁଛି ଶବଟି। ନିଷ୍ଠୁର ଝଡ଼ ତାର ନିର୍ଲଜ ହାତରେ ନାରୀଟିର ପରିଧେୟକୁ ବିପର୍ଯ୍ୟସ୍ତ କରିଦେଇଛି। କିନ୍ତୁ ସଦୟ ପ୍ରକୃତି ଅସହାୟା ସୁନ୍ଦରୀର ଲଜ୍ଜା ଘୋଡ଼ାଇବା ପାଇଁ କେତକୀ ପାଖୁଡ଼ାର ନରମ ଓଢ଼ଣାଟିଏ ତାର ଅନାବୃତ ଦେହ ଉପରେ ଅତି ଯତ୍ନରେ ଘୋଡ଼େଇ ଦେଇଛି। ପ୍ରକୃତି ମାତାକୁ ସେଥିପାଇଁ ମନେ ମନେ ଧନ୍ୟବାଦ ଦେଲା କମଳ ମହାରଣା। ଏ ମାଟିରେ ନାରୀର ସମ୍ମାନ ରକ୍ଷା କରିବା କଥାଟିକୁ ପ୍ରକୃତି ମଧ୍ୟ ନିଜର କର୍ତ୍ତବ୍ୟ ମଣେ। କମଳ ମହାରଣା ମାଟିରେ ମୁଣ୍ଡ ଲଗାଇ ପ୍ରଣାମ ଜଣାଇଲା ପ୍ରକୃତି ମାତାକୁ। ମୁଣ୍ଡ ଉଠାଇ ଚାହିଁଲା ସେଇ ଶବ ସୁନ୍ଦରୀକୁ। ପାଣି ଭିତରେ ହଳଦୀ ରଙ୍ଗର ନିଟୋଳ ହାତଟିଏ ନଦୀତଟ ଉପରେ ଆଉଜି ଯାଉଛି। ଲମ୍ବ ହୋଇ ହାତଟି ପଡ଼ିଛି ନଦୀବେଳାରେ। ଚିକ୍କଣ ହାତରେ ଚିତାକୁଟା ହେଇଛି ରାଧାକୃଷ୍ଣଙ୍କର ଯୁଗଳ ମୂର୍ତ୍ତି। ତା ତଳକୁ ବଙ୍କାତେଢ଼ା ଅକ୍ଷରରେ ଲେଖା ହେଇଛି ରାଧାକୃଷ୍ଣ। ଶବଟିର ପାଦ ଦୁଇଟି ଅଳ୍ପ ଫୁଲି ଯାଇଛି। ପାଦ ଉପରେ ଚିତାକୁଟା ହୋଇଛି ଦୁଇଟି ପଦ୍ମଫୁଲ। ସେଇ ଲୋହଣୀର ହାତପାଦରେ କେଉଁ ନିଷ୍ଠୁର ଶିଳ୍ପୀ ଚିତା କୁଟାଇଲା ଭାବି କମଳ ମହାରଣା ମନେ ମନେ କ୍ଷୁଣ୍ଣ ହେଉଥିଲା। କୋମଳ ବାଳିକାଟିକୁ କେତେ କଷ୍ଟ ଦେଇଥିବ ଭାବି ସେ ବ୍ୟଥା ପାଉଥିଲା ମନେ ମନେ। ସେତେବେଳେ ସେ ଭୁଲି ଯାଇଥିଲା ଯେ ଗୋଟିଏ ଯନ୍ତ୍ରଣାମୁକ୍ତ ଶରୀରର ସତ୍କାର ବ୍ୟବସ୍ଥା କରିବା ପରିବର୍ତ୍ତେ ସେ ତା ଶରୀରର ଯନ୍ତ୍ରଣା କଥା ଭାବି ଚିନ୍ତା କରି ବ୍ୟଥା ପାଉଛି। ପରକ୍ଷଣରେ ସଚେତନ ହେଲା ଶିଳ୍ପୀ କମଳ। ଏ ସବାର ସତ୍କାର ଆବଶ୍ୟକ। ହାୟ, କାଲି ଯେ ଜୀବନ ସ୍ପନ୍ଦନର ଉଚ୍ଛ୍ୱାସଟି ଥିଲା, ଆଜି ସେ ପୂତିଗନ୍ଧମୟ ଶବ। ଆଖି ଆଗରେ ଶବଟି ଭାସି ଯାଉଛି, ଅଥଚ ବିଶ୍ୱାସ ହେଉନାହିଁ। ଆଉ ଥରେ ଭଲ କରି ଚାହିଁଲା କମଳ ମହାରଣା। କବରୀ ଫିଟି ଯାଇଛି। ଘନକୃଷ୍ଣ କୁନ୍ତଳ ଲମ୍ବି ଯାଇଛି ନଦୀଜଳର ନୀଳ ସ୍ରୋତରେ। ସେଇ ସ୍ରୋତ ଭିତରେ ଲାଜ ଲାଜ ହେଇ ଚାହିଁଛି ନାଲି କଇଁ। ଭାବୁଛି ସେ ସୁନ୍ଦରୀର ଗଭା ମଣ୍ଡନ କଲେ ହୁଏତ ତାର ସୌନ୍ଦର୍ଯ୍ୟ ବୃଦ୍ଧି ହୁଅନ୍ତା, ଫୁଟିବା ସାର୍ଥକ ହୁଅନ୍ତା। ଆକାଶ ଧୀରେ ଧୀରେ ଉଜ୍ଜଳି ଉଠିଛି ସେ ସୁନ୍ଦରୀର କ୍ଳାନ୍ତ ପାଣ୍ଡୁର ମୁଖର ସୌନ୍ଦର୍ଯ୍ୟକୁ ପ୍ରକଟିତ କରି। କମଳ ମହାରଣା ନିଜ କର୍ତ୍ତବ୍ୟ ପ୍ରତି ସଚେତନ ହେଲା। ଶବଟିର ଚିହ୍ନଟ ଆବଶ୍ୟକ। ତାର ଆତ୍ମୀୟ ସ୍ୱଜନ ଏବେ ମଧ୍ୟ ଯଦି କୋଣାର୍କରେ ତାକୁ ଖୋଜି ବୁଲୁଥାନ୍ତି, ସେମାନଙ୍କ ହାତରେ ଶବଟିକୁ ଅର୍ପଣ କରିବାକୁ ହେବ। ଯଦି ଦୁର୍ଭାଗ୍ୟବଶତଃ ତାର ଆତ୍ମୀୟ ସ୍ୱଜନ କିଛି ଖୋଜ ଖବର ନ ନେଇ କୋଣାର୍କ ଛାଡ଼ି ଚାଲି ଯାଇଥିବେ, ଶବ ସତ୍କାରର ଦାୟିତ୍ୱ ମହାରାଜାଙ୍କର। ଅନ୍ତତଃ ତାହିଁ ଯଦି ହେଇଥାଏ, ତେବେ କମଳ ମହାରଣା ମହାରାଜଙ୍କୁ ଅନୁରୋଧ କରି ଏ ଶବଟିର ସତ୍କାର କରିବାର ପୂର୍ଣ୍ଣ ଦାୟିତ୍ୱ ନିଜେ ବହନ କରିବ। ଯଦି ଏ ଶବଟି ଚିହ୍ନଟ ନ ହୁଏ, ତେବେ ଏକମାତ୍ର କମଳ ମହାରଣା ହିଁ ହେବ ତାର ପୂର୍ବ ପରିଚିତ ମଣିଷ। କାରଣ ଏଇ ବରନାରୀଟି ସହ କମଳ ମହାରଣାର କାଲି ଚାକ୍ଷୁଷ ପରିଚୟ ହେଇଛି ଏବଂ କମଳ ମହାରଣା ଅନୁଭବ କରେ ଏ ପରିଚୟ ଗୋଟିଏ ଦିନର ନୁହେଁ, ଅନେକ ଜନ୍ମର, ଅନେକ ବୁଝାମଣାର। ଖାଲି ଚକ୍ଷୁ ସହ ଚକ୍ଷୁର ପରିଚୟ ତ ସେ ନଥିଲା, ସେ ଥିଲା ଆତ୍ମା ସହ ଆତ୍ମାର ପରିଚୟ।
ଗୋଟିଏ ଶିଳ୍ପୀ ଆତ୍ମା ଆଉ ଏକ ନୈସର୍ଗିକ ସୁଷମାର ଅଧିକାରିଣୀ ପବିତ୍ର ଆତ୍ମା ଭିତରେ ହଜି ଲୀନ ହୋଇଯାଇଥିଲା କ୍ଷଣକ ପାଇଁ। ହୁଏତ ସେ ଆତ୍ମାର ଆକର୍ଷଣରେ ଶବଟି ଆସି ଲାଗିଛି ଦକ୍ଷିଣେଶ୍ୱରଙ୍କ କେତକୀ ବନର ନଦୀ ତଟରେ, କମଳ ମହାରଣାର ହୃଦୟର ତଟଦେଶରେ। ଗ୍ରାମଭଟ୍ଟଙ୍କୁ ସମ୍ବାଦ ଦେଲା କମଳ ମହାରଣା। ଦଣ୍ଡପାଶୀ ଅର୍ଥାତ୍ ପୋଲିସ ଆସି ପହଞ୍ଚିଲେ। ଶବଟିର ବିଶଦ ବିବରଣୀ ଲିପିବଦ୍ଧ ହେଲା। ମହାଦଣ୍ଡପାଶଙ୍କ ପାଖରେ ବିବରଣୀ ଉପସ୍ଥିତ ହେଲା। ଅନୁସନ୍ଧାନରୁ ଜଣାପଡ଼ିଲା ଶବଟି ଅନାଥିନୀ ଦେବଦାସୀ ମେଖଳାର ପରିଚାରିକା। ତା ଛଡ଼ା ଆଉ କିଛି ଦେବଦାସୀ ମେଖଳାକୁ ଜଣାନାହିଁ। ମହାରାଜାଙ୍କ ଆଦେଶ ଝଡ଼ରେ ମୃତ୍ୟୁବରଣ କରିଥିବା ଅପରିଚିତମାନଙ୍କର ଶବ କୋଣାର୍କ ନଗରୀରେ ଏକତ୍ର ହୋଇ ବିଧି ମୁତାବକ ସତ୍କାର ହେବ। ଆହତମାନଙ୍କର ଚିକିତ୍ସା ପାଇଁ ରାଜାଙ୍କର ବ୍ୟକ୍ତିଗତ ବ୍ୟୟ ପାଣ୍ଠି ମୂଳଭଣ୍ଡାରରୁ ଅକାତରେ ଅର୍ଥଦାନ ପାଇଁ ମୂଳଭଣ୍ଡାର ଅଧିକାରୀଙ୍କୁ ରାଜା ଆଦେଶ ଦେଇଛନ୍ତି। କିନ୍ତୁ ଶିଳ୍ପୀ କମଳ ମହାରଣା ଆବେଦନ କରିଛି, ଶବଟି ଯଦି ଅନାଥିନୀ ହୋଇଥାଏ ତେବେ ସତ୍କାରର ପୂର୍ଣ୍ଣ ଦାୟିତ୍ୱ ସେ ନେବାକୁ ଚାହେଁ। ଆବେଦନ ପତ୍ର ସହ ଶବଟିର ସମସ୍ତ ବିବରଣୀ ରାଜାଙ୍କ ପାଖରେ ଉପସ୍ଥିତ ହୋଇଥିଲା। ଶବଟିର ବର୍ଣ୍ଣନା ପଢ଼ୁ ପଢ଼ୁ ମହାରାଜାଙ୍କ ଆଖି ସାମ୍ନାରେ ରୂପ ପାଉଥିଲା ଚନ୍ଦ୍ରଭାଗାର ଛବି। କୁଞ୍ଚିତ ଘନକୃଶ କୁନ୍ତଳ ହଳଦୀ ରଙ୍ଗର ବାମ ହାତରେ ଚିତ୍ରାକୁଟା ହୋଇଛି ରାଧାକୃଷ୍ଣଙ୍କର ଯୁଗଳ ମୂର୍ତ୍ତି। ପଦପାଦ ଦୁଇଟିକୁ ଉପରେ ଚିତାକୁଟା ପଦ୍ମଫୁଲ ଦୁଇଟି। ସେଦିନ ସେ ଘଞ୍ଚ ଅରଣ୍ୟର ମନ୍ଦିର ପ୍ରାଙ୍ଗଣରେ ସେ ଲବଣୀ ପିତୁଳାର ହାତପାଦରେ ନିର୍ମମ ଚିତାକୁଟାର ଯନ୍ତ୍ରଣାକୁ ମନେ ମନେ କଳ୍ପନା କରି ମହାରାଜା ସ୍ଥିର କରିଥିଲେ, ଏ ନିଷ୍ଠୁର ଶିଳ୍ପକଳାଟିକୁ ସେ ରଦ୍ଦ କରିଦେବେ। ପାଷାଣ ଦେହରେ କାରୁଶିଳ୍ପ ଫୁଟାଇବାରେ ଉତ୍କଳୀୟ ଶିଳ୍ପୀର ଗୌରବ ଚରମରେ ପହଞ୍ଚିଛି, ତାକୁ ସେ ଉତ୍ସାହିତ କରିଛନ୍ତି। କିନ୍ତୁ ଲହୁଣୀ ପିତୁଳାର ଦେହକୁ ତୀକ୍ଷ୍ଣ ଛୁଞ୍ଚି ମୁନରେ ବିଦ୍ଧ କରି ଚିତା କୁଟାଇବାର ଉଦ୍ଦେଶ୍ୟ ଯେତେ ମହତ୍ ହେଉନା କାହିଁକି, ସେଥିରେ ଉତ୍କର୍ଷ ଲାଭ କରିବା ନିମ୍ନତା ବ୍ୟତୀତ ଅନ୍ୟ କିଛି ନୁହେଁ। ତେବେ ସେ କ'ଣ ଚନ୍ଦ୍ରଭାଗା? ଯଦି ତାହା ହିଁ ହୋଇଥାଏ ତେବେ ତାର ଐକାନ୍ତିକ ପତିଭକ୍ତିର ପଟାନ୍ତର ନାହିଁ। ନିୟତିର କ୍ରୂର ପରିହାସରେ ସେ ଅନାଥିନୀ ହେଲେ ମଧ୍ୟ ତାର ମୃତଦେହ କମଳ ମହାରଣା ପଥ ଅନୁସାରୀ ତାରି ହାତ ପାହାନ୍ତାରେ ପହଞ୍ଚି ଯାଇଛି। କମଳ ମହାରଣା ବ୍ୟତୀତ ତାର ଶବ ସତ୍କାର ଆଉ ବା କିଏ କରିବ? ମହାରାଜା ନରସିଂହ ଶେଷଥର ପାଇଁ ଚନ୍ଦ୍ରଭାଗାର ଦର୍ଶନ ଲାଭ କରିବାକୁ ପ୍ରଲୋଭିତ ହେଲେ। ପ୍ରଳୟଙ୍କରୀ ଝଡ଼ ପରେ ମହାରାଜା ମା ଗଙ୍ଗେଶ୍ୱରୀଙ୍କ ଦର୍ଶନ ସାରି ଦେବଦେବ ମହାଦେବ ଦକ୍ଷିଣେଶ୍ୱରଙ୍କର ଦର୍ଶନ କରିବେ ଏବଂ ତାଙ୍କ ଉପସ୍ଥିତିରେ ଅପରିଚିତାର ଶବ ସତ୍କାର କରିବ କମଳ ମହାରଣା। ମହାରାଜାଙ୍କ ଆଗମନ ସମ୍ବାଦ ଦକ୍ଷିଣେଶ୍ୱରରେ ପହଞ୍ଚିଗଲା। ସନ୍ଧ୍ୟା ଆସନ, ଚିତାଗ୍ନି ପ୍ରସ୍ତୁତ ହୋଇଛି। ମହାରାଜାଙ୍କ ଆଗମନୀ ଶଙ୍ଖ ବାଜିଲାଣି। ଶବ୍ଦଟିକୁ ଜଗି ରହିଛି ଗ୍ରାମଭଟ୍ଟ। ଝଡ଼ମୁକ୍ତ ପଶ୍ଚିମ ଆକାଶରେ କଳାମେଘ ଖଣ୍ଡେ ଉଠି ଆସୁଛି। ପଶ୍ଚିମା ପବନରେ ନଦୀଜଳ ଥରି ଥରି ନାଚୁଛି। ସ୍ପନ୍ଦିତ ହେଉଛି ନିସ୍ପନ୍ଦ ଶବର ବୁକୁ। ଗ୍ରାମଭଟ୍ଟ ଦୂରକୁ ଘୁଞ୍ଚି ଯାଉଛି। ତାର ମନେ ହେଉଛି ଆଉ କେତୋଟି ମୁହୂର୍ତ୍ତରେ ଶବଟି ଜୀବନ୍ୟାସ ପାଇ ତା ସାମ୍ନାରେ ଛିଡ଼ା ହେବ। ଗ୍ରାମଭଟ୍ଟ ନାଉରିଆର ଚାଳିଆ ବାରଣ୍ଡାକୁ ଉଠିଗଲେଣି। ମେଘ ଘୋଟି ଆସୁଛି, ବର୍ଷା ହୋଇପାରେ। ଶବଟିକୁ ଜଗିବା ପାଇଁ ସେ ତ ଓଦା ହେବ ନାହିଁ। ତା ଛଡ଼ା ଶବଟା ଯଦି ପ୍ରକୃତରେ ଜୀବନ୍ୟାସ ପାଏ ତେବେ ସେ କୁଆଡ଼େ ଚାଲି ଚାଲି ପଳାଇବ ନାହିଁ। ଦିନଯାକର କ୍ଳାନ୍ତି ଗ୍ରାମଭଟ୍ଟର ଆଖିରେ ସନ୍ଧ୍ୟାରେ ଶୀତଳ ପବନ ସହ କିଛି ନିଦର ଅଞ୍ଜନ ମାଖିଦେଲାଣି। ସେ କାନ୍ଥକୁ ଆଉଜି ତନ୍ଦ୍ରାରେ ହଜିଗଲାଣି। ଦକ୍ଷିଣେଶ୍ୱରଙ୍କର ସେବା ପୂଜା ସାରି ମହାରାଜା ଠିଆ ହୋଇଛନ୍ତି ଜୁଇ ନିକଟରେ। ମନ୍ଦିର ଏବଂ ଶ୍ମଶାନରେ ରାଜା ପ୍ରଜାର ଭେଦାଭେଦ ନାହିଁ। ଈଶ୍ୱର ଏବଂ ମୃତ୍ୟୁ ନିକଟରେ ସମସ୍ତେ ସମାନ। ଦଣ୍ଡପାଶ ଖବର ଦେଲା, ଶବଟି ଅନ୍ତର୍ଦ୍ଧାନ ହୋଇଛି। ନଦୀ ସ୍ରୋତରେ ଭାସି ଯାଇଛି ଅତଳ ଗଣ୍ଡକୁ। ଖୋଜି ଖୋଜି ପତ୍ତା ମିଳୁନାହିଁ। ଗ୍ରାମଭଟ୍ଟ ବର୍ଣ୍ଣନା କରୁଛି, ଶବଟି କେମିତି ଜୀବନ୍ୟାସ ପାଇଲା। ତାର ବାହୁରେ ଦୁଇଟି ସୁବର୍ଣ୍ଣ ଡେଣା ଲାଗିଗଲା। ସେ ଉଠିଗଲା ଆକାଶର ମେଘ କାଟି ବହୁ ଉପରକୁ। ସେ ମର୍ତ୍ତ୍ୟର ମାନବୀ ନୁହେଁ, ସେ ଆକାଶର ପରୀ ନଚେତ୍ ଦେବକନ୍ୟା। ଅଭିଶାପ ପାଇ ମର୍ତ୍ତ୍ୟକୁ ଜନ୍ମ ନେଇଥିଲା।
ଦେବଗଣ ତାକୁ ପାଛୋଟି ନେବାର ଦୃଶ୍ୟ ସେ ବିଶଦ ଭାବରେ ବର୍ଣ୍ଣନା କରୁଥିଲା। କର୍ତ୍ତବ୍ୟରେ ତ୍ରୁଟି ନରସିଂହଙ୍କର ଦରବାରରେ କ୍ଷମଣୀୟ ନୁହେଁ। ଗ୍ରାମଭଟ୍ଟର ବର୍ଣ୍ଣନା ଚାତୁରୀ ତାକୁ ବଞ୍ଚାଇ ଦେଲା। କମଳ ମହାରଣା ଭାବୁଥିଲା ସେଇ ପବିତ୍ର ପିତୁଳାକୁ ଧରିତ୍ରୀ ମାତା ନିଜ ଗର୍ଭରେ ସ୍ଥାନ ଦେଇଛି। ମୃତ ହେଉ ପଛକେ ତାର ଅନାବୃତ ଶରୀରକୁ ଅପରଲୋକ ସ୍ପର୍ଶ କରି ଚିତାରେ ଶୁଆଇବା କଥା ମାତା ସହ୍ୟ କରନ୍ତା କିପରି? ଶ୍ମଶାନର ମାଟିକୁ ମଥାରେ ଲଗାଇ କମଳ ମହାରଣା ସ୍ୱର୍ଗତକ୍ତି କରୁଥିଲା। ମା ଧରିତ୍ରୀ, ତୁ ଯାହାକୁ ଗର୍ଭରେ ସ୍ଥାନ ଦେଇଛୁ ସେ ଯିଏ ବି ହେଉ, ମୁଁ ତାକୁ ଅନ୍ତରରେ ସ୍ଥାନ ଦେଇଛି। କାମନା ବାସନାର ବହୁ ଊର୍ଦ୍ଧ୍ୱରେ ସେଇ ବିଧେୟୀ ଆତ୍ମା ସହ ମୋ ସମ୍ପର୍କ ସ୍ଥାପନ କରିଛି। ମୋର ଅବଶିଷ୍ଟ ଶିଳ୍ପୀ ଜୀବନର ସେଇ ହେବ ଶୈଳ୍ପିକ ପ୍ରେରଣା, ଆଧ୍ୟାତ୍ମିକ ଚେତନା। ନଦୀ ଜଳରେ ଭାସୁଥିବା ଶବକୁ ଅପରାହ୍ନେ ଦେଖି ଆସିଥିଲା ଧବଳ ମହାରଣା। ଭାଇ ପାଖରେ ଠିଆ ହେଇ ସେ ନିଃଶବ୍ଦରେ ଅଶ୍ରୁମୋଚନ କରୁଥିଲା। ପରାଜୟର ଆତ୍ମଗ୍ଲାନି ନେଇ ରାଜଧାନୀକୁ ଫେରୁଥିଲେ ଅପରାଜୟ ରାଜା ନରସିଂହ। କୋଣାର୍କ ହେଉଛି ମହାରାଜାଙ୍କର ବିଜୟର ସ୍ତୁତି ସ୍ତମ୍ଭ। କିନ୍ତୁ ରାଜା ନରସିଂହ ଯେ ଏ ଦେଶରେ ଗୋଟାଏ ବାଳିକାର ପାତିବ୍ରତା ପାଖରେ ବାରମ୍ବାର ପରାଜିତ ହୋଇଛନ୍ତି, ସେ କଥା ତାଙ୍କ ଛଡ଼ା ଆଉ କିଏ ଜାଣେ? ତାର ମୃତ ଶରୀରର ସତ୍କାର ମହାରାଜାଙ୍କ ଅନୁଗ୍ରହରେ ହେଉ, ଏକଥା ସୁଦ୍ଧା ଚନ୍ଦ୍ରଭାଗା ଚାହିଁନଥିଲା। ତେଣୁ ସେ ଅଦୃଶ୍ୟ ହୋଇଗଲା। କମଳ ମହାରଣାର ଉତ୍ସର୍ଗୀକୃତ ଆତ୍ମାକୁ ବାରମ୍ବାର ପ୍ରଣାମ ଜଣାଇ ମହାରାଜା ଭାବୁଥିଲେ ତାଙ୍କ 12 ବର୍ଷର ବ୍ରହ୍ମଚର୍ଯ୍ୟ ବ୍ରତ ଉଦ୍ଯାପନ କରିବାର ଆବଶ୍ୟକତା ଆଉ ହୁଏତ ନାହିଁ। ଆସନ୍ତା ଜ୍ୟେଷ୍ଠ ପୂର୍ଣ୍ଣିମାରେ ଶ୍ରୀ ପୁରୁଷୋତ୍ତମ କ୍ଷେତ୍ରରେ ସେ ବ୍ରତ ଉଦ୍ଯାପନ କରିବାର ସ୍ଥିର କରିଥିଲେ। ମାତ୍ର ନା, କୋଣାର୍କ ତାଙ୍କୁ ଜିତେନ୍ଦ୍ରିୟ କରିଛି। କୁମାରମାତ୍ୟ ଭାନୁଦେବ ଏବେ ପୂର୍ଣ୍ଣ ଯୁବକ। ମହାରାଜ ନରସିଂହଙ୍କର ଯୌବନର ଶ୍ରୀ କୋଣାର୍କର ଶିଳାରେ ଶିଳାରେ ଫୁଟି ଉଠିଛି। ସେ ଏଥର ପ୍ରଭୁଙ୍କ ପାଦରେ ନିଜକୁ ସମର୍ପଣ କରିଦେବେ। ରାଣୀ ସୀତା ମହାଦେବୀ ପ୍ରୌଢ଼ା ହୋଇଛନ୍ତି, ଅସୁସ୍ଥ ହୋଇଛନ୍ତି। ଦେହ, ମନ, ପ୍ରାଣ ସବୁ ସେ ସମର୍ପି ଦେଇଛନ୍ତି ଜଗନ୍ନାଥଙ୍କ ପାଦପଦ୍ମରେ। ଶେଷ ଜୀବନ ପୁରୁଷୋତ୍ତମ କ୍ଷେତ୍ରରେ ଅବସ୍ଥାନ କରିବେ ବୋଲି ସେ ଇଚ୍ଛା ପ୍ରକାଶ କରିଛନ୍ତି। ସେଥିରେ ସେ ବାଧା ଦେବେ କାହିଁକି? ଦିନେ ଚନ୍ଦ୍ରଭାଗାର ଇଚ୍ଛାରେ ସେ ସନ୍ନ୍ୟାସ ବ୍ରତ ଗ୍ରହଣ କରିଥିଲେ। ଆଜି ରାଣୀଙ୍କର ଇଚ୍ଛାରେ ମହାଯୋଗୀ ହେବେ। ଭାନୁଦେବ ସୂର୍ଯ୍ୟଶକ୍ତିରେ ବଳୀୟାନ ହୋଇଛି। ମହାରାଜାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଉତ୍କଳର ଗୌରବ ସେ ଅକ୍ଷୁଣ୍ଣ ରଖିବ, ଏ ବିଶ୍ୱାସ ମହାରାଜାଙ୍କର ଦୃଢ଼ୀଭୂତ ହୋଇଛି। ଈଶ୍ୱର ଏବଂ ପ୍ରଜା ଦୁହିଁଙ୍କ ସ୍ଥାନରେ ନିଜକୁ ସମର୍ପଣ କରିଦେଲେ ନରସିଂହଦେବ। ବିଦାୟ ମୁହୂର୍ତ୍ତ ସବୁ କାଳରେ, ସବୁ ସ୍ଥାନରେ, ସମସ୍ତଙ୍କ ପାଖରେ ବ୍ୟଥାଦାୟକ। ଚାର୍ଲ୍ସ ଏଥର ବିଦାୟ ନେବ କୋଣାର୍କରୁ, ଓଡ଼ିଶାରୁ, ଇଣ୍ଡିଆରୁ ଏବଂ ଦୀନବନ୍ଧୁ ଚାରୁକଳା ପ୍ରାଚୀପ୍ରଭାଙ୍କ ନିକଟରୁ। ବିଦାୟ ସେ ଚିରବିଦାୟ ନୁହେଁ, ସେ କଥା କିଏ କହିବ? ଓଡ଼ିଶାର ଯେଉଁମାନଙ୍କୁ ଚାର୍ଲ୍ସ ଆତ୍ମୀୟ ମନେ କରିଥିଲା, ସେମାନଙ୍କ ଭିତରୁ ଚିରବିଦାୟ ନେଇଯାଇଛନ୍ତି କୁଶଭଦ୍ରା ମାଉସୀ, ଧର୍ମାନନ୍ଦ ଏବଂ ଚିତ୍ରୋତ୍ପଳା। ଚନ୍ଦ୍ରଭାଗାର ଶେଷ ପରିଣତି ଚାର୍ଲ୍ସ ଯାଯାବର ପ୍ରାଣରେ ବ୍ୟଥାର ସ୍ପନ୍ଦନଟିଏ ସୃଷ୍ଟି କରିଛି। ଏଥର ସେ ଫେରିଯିବ ଅନ୍ୟତ୍ର, ଯେକୌଣସି ସ୍ଥାନକୁ। ଚାର୍ଲ୍ସର ଇଚ୍ଛା, କମଳ ମହାରଣା ଲିଖିତ ପାଣ୍ଡୁଲିପିଟି ନେଇଯିବ ସାଙ୍ଗରେ। ପାଣ୍ଡୁଲିପିର ଶେଷ ଭାଗଟି ଶିଳ୍ପ ଚନ୍ଦ୍ରିକା। କମଳ ମହାରଣା ଲେଖିଯାଇଛି ଉତ୍କଳୀୟ କାରୁଶିଳ୍ପର ଗୂଢ଼ ତତ୍ତ୍ୱ। ବିଷ୍ଣୁ ମହାରଣା ପାଣ୍ଡୁଲିପିଟିକୁ ସାଇତି ରଖିଛନ୍ତି। ସେଇଟି ତାଙ୍କ ଦେଶର ଅମୂଲ୍ୟ ସମ୍ପତ୍ତି। ଚାର୍ଲ୍ସ ତାକୁ ନେବ କାହିଁକି? କୁଶଭଦ୍ରା ଚାର୍ଲ୍ସ ହାତକୁ ପାଣ୍ଡୁଲିପିଟି ଟେକି ଦେଇଥିଲା ଏହି ବିଶ୍ୱାସରେ ଯେ ଶିଳ୍ପଚନ୍ଦ୍ରିକା ପଢ଼ି ଚାର୍ଲ୍ସ ଉତ୍କଳର କାରୁଶିଳ୍ପକୁ ଦେଶେ ଦେଶେ ପ୍ରତିଷ୍ଠା କରିବ। ମାତ୍ର ଚାର୍ଲ୍ସ ସେ ସବୁର ବିନ୍ଦୁ ବିସର୍ଗ ବୁଝେ ନାହିଁ। ଚାର୍ଲ୍ସର ସବୁ ବିଦ୍ୟାବୁଦ୍ଧି ପ୍ରାଚୀନ ଉତ୍କଳର ଶିଳ୍ପୀଙ୍କ ପାଖରେ ହାର ମାନିଛି। ଚାର୍ଲ୍ସର ଇଚ୍ଛା ପାଣ୍ଡୁଲିପିଟି ତା ଦେଶକୁ ନେଇଯିବ। ତାଙ୍କ ଦେଶର ମ୍ୟୁଜିୟମରେ ସ୍ଥାନ ପାଇବ ପାଣ୍ଡୁଲିପିଟି। ସେଥିପାଇଁ ଚାର୍ଲ୍ସ ଅର୍ଥ ଦେଇ ପାଣ୍ଡୁଲିପିଟି କିଣିନେବା ପାଇଁ ପ୍ରସ୍ତୁତ। ବିଷ୍ଣୁ ମହାରଣା ଚାର୍ଲ୍ସର ଅର୍ଥ ପରିମାଣ ଦେଖି ହସି ପକାଇଲା। କହିଲା, ଜାଣ ସାହେବ, ଏ ଦେଶର ଅନେକ ଶିଳ୍ପୀ ତାଙ୍କର ପୂର୍ବପୁରୁଷମାନଙ୍କ ଦ୍ୱାରା ଲିଖିତ ଶିଳ୍ପଶାସ୍ତ୍ରକୁ ଜୀବନର ଅନ୍ତିମ ମୁହୂର୍ତ୍ତରେ ସମୁଦ୍ରରେ ଭସାଇ ଦିଅନ୍ତି ପଛକେ ବିଦେଶୀମାନଙ୍କୁ ଅଜସ୍ର ଅର୍ଥ ବିନିମୟରେ ସୁଦ୍ଧା ବିକ୍ରି କରନ୍ତି ନାହିଁ।
କଳାକୁ ପ୍ରଣୟ କରି ଏ ଦେଶର ଶିଳ୍ପୀ ଧନ ଅର୍ଜନ କରିବାକୁ ଚାହେଁ ନାହିଁ। ଏତିକି ହିଁ ଏ ଦେଶର ସ୍ୱାତନ୍ତ୍ର୍ୟ। ତେବେ ବି ଚାର୍ଲସର ଆଶା ଥିଲା ସେ ଶେଷଥର ପାଇଁ ଚେଷ୍ଟା କରି ଦେଖିବ, ଅର୍ଥର ପରିମାଣ ବଢ଼ାଇ ଦେବ। ଆଜିର ପୃଥିବୀରେ ଅର୍ଥ ଅସମ୍ଭବକୁ ସମ୍ଭବ କରିପାରେ। ବିଷ୍ଣୁ ମହାରଣା ଅକର୍ମଣ୍ୟ ବୃଦ୍ଧ। ଶେଷ ଜୀବନରେ ଅର୍ଥର ଆବଶ୍ୟକତା ଚାର୍ଲସ ତାକୁ ବୁଝାଇଦେବ। ଶେଷଥର ପାଇଁ କୋଣାର୍କ ବେଢ଼ାରୁ ବିଦାୟ ନେଉଥାଏ ଚାର୍ଲସ। ବର୍ଷା ଋତୁ ଆରମ୍ଭ ହୋଇଯାଇଛି। ବର୍ଷ୍ଣା ସ୍ନାତ ଅପରାହ୍ନ ମାୟାବିନୀ କିଶୋରୀ ଭଳି ଚାର୍ଲସକୁ ସମ୍ମୋହିତ କରୁଛି। ଅସ୍ତ ସୂର୍ଯ୍ୟର ଶେଷ ଆଲୋକରେ କୋଣାର୍କର ଭୈରବ ମୂର୍ତ୍ତିଗୁଡ଼ିକ ଜୀବନ୍ତ ଦିଶୁଛନ୍ତି ପାର୍ଶ୍ୱ ଦେବତାଙ୍କର ମୂର୍ତ୍ତିଗୁଡ଼ିକ। ବଡ଼ ଦେଉଳର ଦକ୍ଷିଣ ପାର୍ଶ୍ୱ କଳାମୁଗୁନି ପଥରର ମୂର୍ତ୍ତି ପ୍ରାତଃସୂର୍ଯ୍ୟ ମିତ୍ରଦେବଙ୍କ ମୁଣ୍ଡରେ ଜଟା, କାନ୍ଧରେ ପଇତା, କାନ, ବେକ ଏବଂ ବାହୁରେ ସୁନ୍ଦର ଅଳଙ୍କାର ଶୋଭା ପାଉଛି। ଚାର୍ଲସ ଯେତେଥର ଦେଖିଛି, ମୁଗ୍ଧ ହୋଇଛି, ବିସ୍ମିତ ହୋଇଛି। ମିତ୍ରଦେବଙ୍କ ଦୁଇ ପାର୍ଶ୍ୱରେ ଦୁଇ ପତ୍ନୀ ସଂଜ୍ଞା ଓ ଛାୟା, ଦୁଇ କନ୍ୟା ଗାୟତ୍ରୀ ଓ ସାବିତ୍ରୀ ଦଣ୍ଡାୟମାନ। ସୂର୍ଯ୍ୟମୂର୍ତ୍ତିର ସିଂହାସନ ତଳେ ମହାରାଜା ନରସିଂହ ଦେବ ରାଣୀ ସୀତାଦେବୀଙ୍କର ପ୍ରାର୍ଥନାରତ। ସିଂହାସନ ଏବଂ ତୋରଣ ସମେତ ହୃଦୟ ସୂର୍ଯ୍ୟଙ୍କର ରମଣୀୟ କାରୁକାର୍ଯ୍ୟ ଭରା ମୂର୍ତ୍ତିଟି ଖଣ୍ଡିଏ ମାତ୍ର କଳାମୁଗୁନି ପଥରରେ ନିର୍ମିତ। ଚାର୍ଲସ ପ୍ରଣାମ ଜଣାଇ ତାଙ୍କଠାରୁ ବିଦାୟ ମାଗିଲା। ପଶ୍ଚିମ ଶ୍ରେଣୀ ପାହାଚ ଦେଇ ପଶ୍ଚିମ ପାର୍ଶ୍ୱର ମଧ୍ୟାହ୍ନ ସୂର୍ଯ୍ୟ ବୈବସ୍ୱତ ମୂର୍ତ୍ତିଙ୍କ ନିକଟକୁ ଓହ୍ଲାଇଗଲା ଚାର୍ଲସ। ମଧ୍ୟାହ୍ନ ସୂର୍ଯ୍ୟଙ୍କର ମୁଣ୍ଡରେ ଅଳଙ୍କାର ଖଚିତ ଏକ ସୁନ୍ଦର ମୁକୁଟ। ମୁକୁଟର ଫଟୋଟି ସେ ଉଠାଇ ନେଲା। ବିଦାୟ ପ୍ରଣତି ଜଣାଇ ପାହାଚ ଦେଇ ଉତ୍ତର ପାର୍ଶ୍ୱର ସ୍ନାନର ସୂର୍ଯ୍ୟ ହରିଦ୍ୱାସଙ୍କର ମୂର୍ତ୍ତି ନିକଟରେ ଠିଆ ହେଲା ଚାର୍ଲସ। ସକଳ ଶକ୍ତିର ଉତ୍ସ ବୀରପୁରୁଷ ହରିତ୍ପତି ଧାବମାନ ଅଶ୍ୱ ପୃଷ୍ଠରେ ବିରାଜିତ। ଅଶ୍ୱଟି ଏପରି ଜୀବନ୍ତ ଯେ ସାମ୍ନାରେ ଠିଆ ହେବା ପାଇଁ ଚାର୍ଲସର ମନରେ ଆଜି ଭୟ ଜାତ ହେଉଥାଏ। ଅଶ୍ୱ ସମେତ ସୂର୍ଯ୍ୟ ମୂର୍ତ୍ତି ଖଣ୍ଡିଏ ମାତ୍ର ମୁଗୁନି ପଥର ଖୋଦିତ ହୋଇଛି। ଅଶ୍ୱର ଜିନ୍ ଲଗାମ ଏବଂ ଅଳଙ୍କାର ଗୁଡ଼ିକ ଏଇମାତ୍ର ଯେମିତି ଅଶ୍ୱ ସହିତ ସଂଯୋଜିତ ହୋଇଛି। ସେହି ସୂକ୍ଷ୍ମ କାରୁକଳାର ଫଟୋ ଉଠାଇଲା ଚାର୍ଲସ। କୋଣାର୍କ ପ୍ରଦକ୍ଷିଣଶୀଳ ଶେଷଥର ପାଇଁ ସମ୍ପୂର୍ଣ୍ଣ କରି ସେ ତଳକୁ ଓହ୍ଲାଇ ଆସିଲା। ତେବେ ବି ମନେ ହେଉଥାଏ କୋଣାର୍କରେ ଆହୁରି ଅନେକ କିଛି ଦେଖିବାର ବାକି ରହିଗଲା। ଅନେକ କିଛି ଗବେଷଣା ବାକି ରହିଗଲା। ସୁନ୍ଦର ତୃପ୍ତିର ଅବସାଦ ନାହିଁ। ଭଗ୍ନ କୋଣାର୍କ ଏବେ ବି ସୌନ୍ଦର୍ଯ୍ୟର ଗ୍ରନ୍ଥାଗାର। ଚାର୍ଲସ ଭାବିଥିଲା ତାର ଗବେଷଣା ସମ୍ପୂର୍ଣ୍ଣ ହୋଇଛି। ଆଜି ଭାବୁଛି ତାହା ଅସମ୍ପୂର୍ଣ୍ଣ, ଠିକ୍ ମଣିଷର ଜୀବନ ଭଳି। କୋଣାର୍କ ଜୀବନର ପ୍ରତୀକ। କୋଣାର୍କର ଅଧ୍ୟୟନ କେହି କେବେ ହେଲେ ସମ୍ପୂର୍ଣ୍ଣ କରିପାରେନା। ଯେତେ ଅନୁଶୀଳନ କଲେ ବି ଆଉ କିଛି ବାକି ରହିଯାଏ। କୋଣାର୍କ ଠିକ୍ ମଣିଷର ଅନନ୍ତ ପ୍ରାପ୍ତିର ଆଶା ଭଳି। ଅସୀମ ଅନୁଶୀଳନ ଗବେଷଣାଗାର। ଏହା ହିଁ ଶେଷ ପର୍ଯ୍ୟନ୍ତ ଚାର୍ଲସର ଅନୁଭୂତି। ଚିତ୍ରୋତ୍ପଳା ଯେଉଁଠି ବସି ଫୁଲ ବିକୁଥିଲା, ସେଠାରେ ଚାର୍ଲସ ଦଣ୍ଡେ ଠିଆ ହେଲା। ନୀରବ ଦୀର୍ଘଶ୍ୱାସଟିଏ ବାହାରି ଆସିଲା ଚିତ୍ରୋତ୍ପଳାର ସଜଳ ସ୍ମୃତିରେ। ଧର୍ମାନନ୍ଦର ଛବିଟି ଭାସି ଉଠିଲା ମାନସପଟରେ। ଚାର୍ଲସ ଲମ୍ବା ଲମ୍ବା ପାଦ ପକାଇ ପୂର୍ବପଥ ଦେଇ ପାନ୍ଥନିବାସ ରାସ୍ତାରେ ଆଗେଇଗଲା। ଚାଲି ଚାଲି ଝାଉଣ ବଣରେ ମର୍ମର ଭିତରେ କାହାର ବିଳାପ ଧ୍ୱନିକୁ ଅନୁସରଣ କରି ଯାଇ ପହଞ୍ଚିଲା ଚନ୍ଦ୍ରଭାଗା ତୀରରେ। ଝିପି ଝିପି ବର୍ଷା ପଡ଼ୁଥାଏ। ଆଷାଢ଼ ଆକାଶର ପାଣ୍ଡୁର ଜହ୍ନ ଚନ୍ଦ୍ରଭାଗାର କ୍ଷୀଣ ବୁକୁରେ କାରୁଣ୍ୟ ଢାଳି ଦେଉଥାଏ। ଚାର୍ଲସର ମନ ଭିତରେ ଅଜଣା ବ୍ୟଥାର ସ୍ୱରଟିଏ ବାଜି ଉଠୁଛି। କାହା ପାଇଁ ସେ ଜାଣେନା। ଏଇ ସେଦିନର ବେଗମତୀ ପୂର୍ଣ୍ଣ ଯୌବନା ଚନ୍ଦ୍ରଭାଗା। କାଳର କ୍ରୂର ହାତ ସମୁଦ୍ରଠାରୁ ତାକୁ ବିଚ୍ଛିନ୍ନ କରିଦେଇଛି। ତଥାପି ଯୁଗ ଯୁଗ ଧରି କ୍ଷୀଣଧାର ଚନ୍ଦ୍ରଭାଗା ସମୁଦ୍ରକୁ ଚାହିଁ ରହି ପଡ଼ି ରହିଛି। ପୁଷ୍କରିଣୀ ପାଲିଟିଛି ପଛକେ ତାର ଲକ୍ଷ୍ୟସ୍ଥଳ ହରାଇ ନାହିଁ। ଚନ୍ଦ୍ରଭାଗାର ଜଳରେ ପାଣ୍ଡୁର ଜ୍ୟୋତ୍ସ୍ନା ଫିକା ଫିକା ଚିତ୍ର ଆଙ୍କୁଛି। ତାରି ଭିତରେ ଦିଶୁଛି ଶିଳ୍ପୀ ପ୍ରିୟା ଚନ୍ଦ୍ରଭାଗାର କଳ୍ପିତ ଛବି। ପ୍ରାଚୀପ୍ରଭାର ପ୍ରତିଜ୍ଞାବଦ୍ଧ କମନୀୟ ମୂର୍ତ୍ତି। ସେପଟେ ଅନନ୍ତ ସମୁଦ୍ର, ମଝିରେ ବେଳାଭୂମି। ଏପଟେ ଚିର ପ୍ରତୀକ୍ଷାମଣ ଚନ୍ଦ୍ରଭାଗାର କ୍ଷୀଣଧାର। ଚାର୍ଲସ ଦାର୍ଶନିକ ପାଲଟି ଯାଇଛି। ଖୋଜୁଛି ଜୀବନକୁ, ଜୀବନର ଏବଂ ଆଉ କାହାର। ଜୀବନକୁ ନିଜର ଏବଂ ଆଉ କାହାର। ଛମ୍ ଛମ୍ ଛମ୍।
ଲଘୁ ପଦପାଦର ଶବ୍ଦ ଶୁଭୁଛି। ସମୁଦ୍ର ଜଳରେ ପାଦ ଛୁଆଇଁ ଛୁଆଇଁ କେହି ଜଣେ ଆସୁଛି। କିଏ? ଚନ୍ଦ୍ରଭାଗାର ତୀର ନିର୍ଜନ ହୋଇଛି ଅନେକ ବେଳୁ। ରାତିର ଅନ୍ଧାର ଅନେକ ବେଳୁ ବେଳାଭୂମିରେ ପିଛେଇ ହୋଇ ପଡ଼ିଛି। ଫେରିଯିବା ପାଇଁ ଚାର୍ଲସର ଇଚ୍ଛା ହେଉନି। ବେଳାଭୂମି ରାସ୍ତାରେ କେହି ଜଣେ ଚାଲି ଚାଲି ଆସୁଥିବାର ଚାର୍ଲସ ଲକ୍ଷ୍ୟ କରିଥିଲା। ସମୁଦ୍ର ବେଳାରେ ଛାୟାମୂର୍ତ୍ତିଟି ପହଞ୍ଚି ଯାଇଛି। ଚାର୍ଲସ ଲକ୍ଷ୍ୟ କଲା, ଏଇ ତ ସେଇ ଛାୟାମୂର୍ତ୍ତି ଯାହାକୁ ସେ ଚନ୍ଦ୍ରଭାଗାର ପ୍ରେତାତ୍ମା ମନେକରି ଆସିଛି। ଅନେକବାର ଦେଖିଛି ଦୂରରୁ, ପାଖକୁ ଯିବା ପାଇଁ ଇଚ୍ଛା ହେଇଛି। ପାଖକୁ ଗଲେ ଛାୟାମୂର୍ତ୍ତିଟି ଦୂରେଇ ଯାଇଛି। ଆଜି କୋଣାର୍କ ଛାଡ଼ିବାର ପୂର୍ବ ରାତିରେ ଚାର୍ଲସର ମନ ଜାଣି ସେ ଯେମିତି ଆସି ପହଞ୍ଚିଛି। ତାକୁ ହିଁ ମନେ ମନେ ଖୋଜୁଥିଲା ଚାର୍ଲସ। ଚାର୍ଲସର ଯାଯାବର ମନକୁ ଏତେ ଦିନ ଧରି କୋଣାର୍କରେ ଯେଉଁମାନେ ବାନ୍ଧି ରଖିଥିଲେ, ସେମାନଙ୍କ ଭିତରେ ଚନ୍ଦ୍ରଭାଗାର ପ୍ରେତାତ୍ମା ବେଳାଭୂମି ରାସ୍ତାରେ ଘୁରି ବୁଲିଥିବା ସେଇ ଛାୟାମୂର୍ତ୍ତି ଅନ୍ୟତମ। ଚାର୍ଲସ ଧୀରେ ଧୀରେ ଆଗେଇ ଗଲା। ଛାୟାମୂର୍ତ୍ତି ସମୁଦ୍ରରେ ପାଦ ଭିଚାଇ ସମୁଦ୍ରକୁ ଏକ ଧ୍ୟାନରେ ଚାହିଁ ରହିଛି। ଚାର୍ଲସ ଭାବୁଥିଲା, ଅବଗୁଣ୍ଠିତ ସେଇ ନାରୀର ପାଦ ଦୁଇଟିକୁ ପାଣି ଭିତରେ ଅଳ୍ପ ଦିଶୁଥିଲେ ସେ ଚିତାକୋଟା ପଦ୍ମଫୁଲ ଦୁଇଟିକୁ ଦେଖି ଚନ୍ଦ୍ରଭାଗାକୁ ଚିହ୍ନଟ କରନ୍ତା। ଚାର୍ଲସ ଭିତରେ ଶିହରଣ ଜାଗୁଛି। ବିସ୍ମୟ କୌତୂହଳରେ ଅବଦମିତ ଶଙ୍କାରେ ଗୋଟାଏ ପ୍ରେତାତ୍ମାର ପଛେ ପଛେ ସେ ଘୁରି ବୁଲୁଛି କାହିଁକି? ଚାର୍ଲସ ଅନୁଚ୍ଚ କଣ୍ଠରେ କହିଲା, ଚନ୍ଦ୍ରଭାଗା, ଯାହା ତମକୁ ରାଜା ନରସିଂହ କହିପାରିନଥିଲେ, ମୁଁ ସେ କଥା ତମକୁ କହିବାକୁ ଚାହେଁ। ଚନ୍ଦ୍ରଭାଗା, ଆଇ ଲଭ୍ ୟୁ। ଆଇ ଲଭ୍ ୟୁ। ମୁଁ ତମର ଆତ୍ମାକୁ ଭଲ ପାଏ। ଏ ଦେଶର କଳାକୁ ମୁଁ ଭଲ ପାଏ। ତାକୁ ହିଁ ମୁଁ କହେ ପ୍ରେମ। ମୋର ଧୃଷ୍ଟତା ମାର୍ଜନା କର। ଛାୟାମୂର୍ତ୍ତିଟି ଥରେ ମାତ୍ର ପଛକୁ ଚାହିଁ ମୁହଁ ଫେରାଇ ନେଲା। ନିମିଷକେ ଅନ୍ତର୍ଦ୍ଧାନ ହୋଇଗଲା ସମୁଦ୍ରର ନୀଳ ଜଳରାଶି ଭିତରେ। ଛାୟାମୂର୍ତ୍ତି ସମୁଦ୍ର ଭିତରକୁ ଲମ୍ଫ ଦେଲା କି ସମୁଦ୍ର ଉତ୍ତାଳ ତରଙ୍ଗ ତାକୁ କୋଳେଇ ନେଲା, ସେ କଥା ଚାର୍ଲସ ବୁଝିପାରିଲା ନାହିଁ। ସମୁଦ୍ରର ଗର୍ଜନ ଭିତରେ ବୁଝିହେଲା ନାହିଁ, ଏହା ସତ୍ୟ ନା ତାର ମନର ଭ୍ରମ। ଥରି ଉଠିଲା ଚାର୍ଲସର ସମଗ୍ର ଶରୀର। ତା ଆଖି ଆଗରେ କେହି ଆତ୍ମହତ୍ୟା କରି ବସି ନାହିଁ ତ? ସେ ବା କ'ଣ କରିପାରେ? ସମୟ ଏବଂ ସମୁଦ୍ର ପାଖରେ ମଣିଷ କେତେ ଅସହାୟ। ପଛରେ ମିଞ୍ଜି ମିଞ୍ଜି ଆଲୁଅଟିଏ ଜଳି ଉଠିଲା। ଚାର୍ଲସ ଦେଖିଲା, ଦୀନବନ୍ଧୁ ଲଣ୍ଠନଟିଏ ଧରି ଠିଆ ହୋଇଛନ୍ତି। ସାଙ୍ଗରେ ଗଣେଶ। ସେ କହୁଛନ୍ତି, ଘରକୁ ଚାଲ, ଏତେ ରାତିରେ ଏଠି ବୁଲିବା ଠିକ୍ ନୁହେଁ। ନିଶାର୍ଥରେ ପ୍ରେତମାନେ ଏଠି ବୁଲୁଛନ୍ତି। ରାତି କେତେ ହେଲା? ଚାର୍ଲସ ପଛକୁ ପାଦ ଫେରାଇଲା। 12ଟା। ତେଣେ ମାଉସୀ ବ୍ୟସ୍ତ ହେଉଛନ୍ତି। ରାତି ପାହିଲେ ସମସ୍ତେ ପୁରୁଷୋତ୍ତମ ଯିବା। କାଲି ଜଗନ୍ନାଥଙ୍କର ଶ୍ରୀଗୁଣ୍ଡିଚା ଯାତ୍ରା। ପତିତ ପାବନକୁ ବଡ଼ଦାଣ୍ଡରେ ଦର୍ଶନ କରିବା। 2 ଦିନ ପରେ ନୀଳାଚଳ ଗାଡ଼ିରେ ତମେ ଓଡ଼ିଶା ଛାଡ଼ିବ। ସମସ୍ତେ ଆମେ ତମକୁ ବିଦାୟ ଦେବୁ। ପୁରୀରେ ଜଗନ୍ନାଥଙ୍କୁ ତମର ସୁଖ ସମୃଦ୍ଧି ମାଗୁଣି କରି। ଦୀନବନ୍ଧୁଙ୍କର କଣ୍ଠ ବାଷ୍ପାଚ୍ଛନ୍ନ ହେଲା। କେତେ ବିନ୍ଦୁ ବର୍ଷାଜଳ ଝରି ପଡ଼ିଲା ଆକାଶ ଆଖିରୁ। ପ୍ରାଚୀପ୍ରଭାକୁ ନୂଆ ରୂପରେ ଦେଖୁଛି ଚାର୍ଲସ। ପ୍ରାଚୀପ୍ରଭା ଲାଲ ରଙ୍ଗର ବନାରସୀ ପାଟ ପିନ୍ଧିଛି ଅଳଙ୍କାର। କପାଳରେ ମନୋରମ ଦିଶୁଛି କୁଙ୍କୁମ ବିନ୍ଦୁ। ସୀମାନ୍ତର ସିନ୍ଦୁରର ରେଖା ଛଟକୁଛି। ଚାର୍ଲସ ବିମୁଗ୍ଧ ହେଇ ପ୍ରାଚୀପ୍ରଭାକୁ ଦେଖୁଛି। ପ୍ରାଚୀପ୍ରଭା ଚାର୍ଲସକୁ ବିଦାୟ ଦେବା ପାଇଁ ପରିବାର ସହ ପୁରୀ ବାହାରିଛି। ତାର ଏ ନବବଧୂ ବେଶ କାହିଁକି? ଦୀନବନ୍ଧୁ ଚାର୍ଲସର ମନ କଥା ବୁଝିପାରିଛନ୍ତି। ସେ ଆସ୍ତେ କହୁଛନ୍ତି, ପ୍ରତିବର୍ଷ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାକୁ ପୃଥିବୀର ସବୁ ସ୍ଥାନରୁ ଜ୍ଞାନୀଗୁଣୀ ଲୋକ ଆସିଥାନ୍ତି। ଚାରୁକଳାଙ୍କର ବିଶ୍ୱାସ, ଜଗନ୍ନାଥ ଦିନେ ନା ଦିନେ ଫେରିବ। ଜଗନ୍ନାଥଙ୍କର ବିଶ୍ୱବ୍ୟାପୀ ଆଖି ଦୁଇଟା ତାକୁ ଠାବ କରି ଟାଣି ଆଣିବ ଶ୍ରୀକ୍ଷେତ୍ରକୁ। କେହି ଗଣନା କରି କହିଛି, ଜଗନ୍ନାଥ ରଥଯାତ୍ରାରେ ହିଁ ପୁରୀକୁ ଫେରିଆସିବ। ନିୟମ କଲା ଭଳି ପ୍ରତିବର୍ଷ ଶ୍ରୀଗୁଣ୍ଡିଚା ଯାତ୍ରାକୁ ସେ ପ୍ରାଚୀପ୍ରଭାକୁ ବଧୂବେଶ କରି ନେଇଯାଆନ୍ତି ଜ୍ୱାଇଁ ଜଗନ୍ନାଥଙ୍କ ସହିତ ସ୍ୱାଗତ କରାଇବା ପାଇଁ। ସବୁ ବର୍ଷ ନିରାଶ ହୋଇ ଫେରନ୍ତି, କିନ୍ତୁ ବିଶ୍ୱାସ ସରନ୍ତି ନାହିଁ। କିଏ ଜାଣେ ଏ ବର୍ଷ ହୁଏତ ଜଗନ୍ନାଥ ଫେରି ଆସିଥିବ। ମୋର ବି ସେଇ ବିଶ୍ୱାସ। ଆଉ ପ୍ରାଚୀପ୍ରଭାର? ଚାର୍ଲସ ପ୍ରଶ୍ନ କଲା। ତାର ବିଶ୍ୱାସ ନଥିଲେ ସେ ଆମ କଥା ମାନି ପ୍ରତିବର୍ଷ ବଧୂବେଶ ହେଇ ପୁରୀ ଯାଆନ୍ତା ନାହିଁ।
ଚାର୍ଲସ ପ୍ରାଚୀପ୍ରଭାକୁ ପୁଣି ଥରେ ଚାହିଁଲା। ତା ପାଖକୁ ଯାଇ ଆସ୍ତେ କହିଲା, ମୋର ଶୁଭେଚ୍ଛା ଗ୍ରହଣ କର। ଚାର୍ଲସ ପ୍ରାଚୀପ୍ରଭାକୁ ପୁଣି ଥରେ ଚାହିଁଲା। ତା ପାଖକୁ ଯାଇ ଆସ୍ତେ କହିଲା, ମୋର ଶୁଭେଚ୍ଛା ଗ୍ରହଣ କର। ପ୍ରାଚୀପ୍ରଭା ମୃଦୁ ହସିଲା, କିଛି ଜବାବ ଦେଲା ନାହିଁ। ସେମାନେ ଟ୍ୟାକ୍ସି କରି ବାହାରି ପଡ଼ିଲେ। ଆଗ ସିଟ୍ରେ ବସିଥାନ୍ତି ଦୀନବନ୍ଧୁ, ପଛରେ ପ୍ରାଚୀପ୍ରଭା, ଚାର୍ଲସ ଏବଂ ଚାରୁକଳା। ବେଳାଭୂଇଁ ରାସ୍ତାରେ କୋଣାର୍କର ପୁରୀ ଯାତ୍ରା ଖୁବ୍ ଆନନ୍ଦଦାୟକ ଏବଂ ଉପଭୋଗ୍ୟ। କିନ୍ତୁ ଚାର୍ଲସର ବିଦାୟ କଥାଟି ସମସ୍ତଙ୍କୁ ବିମର୍ଷ ଏବଂ ଗମ୍ଭୀର କରିଦେଇଥାଏ। ଚନ୍ଦ୍ରଭାଗା ଉପକଣ୍ଠରେ ଭିଡ଼ କମିଛି। କିଛି ଗୋଟାଏ ଅଘଟଣ ଘଟିଛି। ଚାର୍ଲସ ଏବଂ ଦୀନବନ୍ଧୁ ଗାଡ଼ିରୁ ଓହ୍ଲାଇ ପଡ଼ିଲେ। ଶୁଣିଲେ ଜଣେ କେହି ସମୁଦ୍ର ଜଳରେ ବୁଡ଼ି ମରିଛି। ସକାଳୁ ଶବଟିକୁ ସମୁଦ୍ର ଫେରାଇ ଦେଇଛି ସମୁଦ୍ର ବେଳାକୁ। ଚାର୍ଲସ ସ୍ତବ୍ଧ ହୋଇଗଲା। ଭିଡ଼ ଠେକିଲି ଦେଖିଲେ କାଲି ରାତିର ସେହି ଛାୟାମୂର୍ତ୍ତି ଶବ ପାଲଟିଛି ସମୁଦ୍ର ବାଲିରେ ଶୋଇଛି। ପୋଲିସ ପହଞ୍ଚି ଯାଇଛି। ଶବ ଚିହ୍ନଟ ହେଇଛି। ଶବଟି କୌଣସି ଏକ ତୀର୍ଥଯାତ୍ରିଣୀର। 2 ବର୍ଷ ତଳେ ନବବିବାହିତା ସ୍ୱାମୀ ସ୍ତ୍ରୀ ଦୁଇଜଣ କେଜାଣି କେଉଁଠାରୁ ରଥଯାତ୍ରା ଦେଖିବା ପାଇଁ ପୁରୀ ଆସିଥିଲେ। ଯାତ୍ରା ପରେ କେତେଦିନ ପୁରୀରେ ରହିଥିଲେ। ସମୁଦ୍ର ସ୍ନାନ କରୁ କରୁ ସ୍ୱାମୀ ନିଖୋଜ ହୋଇଯାଇଥିଲା ସମୁଦ୍ର ଗର୍ଭରେ। ତା ପରଠୁ ସ୍ତ୍ରୀ ପାଗଳୀ ହୋଇ ସମୁଦ୍ର କୂଳେ କୂଳେ ଘୂରି ବୁଲୁଥିଲା। ସମୁଦ୍ରକୁ ସେ କହୁଥିଲା, ଦେ, ଫେରାଇ ଦେ ମୋର ସ୍ୱାମୀଙ୍କୁ, ନଚେତ୍ ମତେ ନେ, ତାଙ୍କ ସହ ମିଳେଇ ଦେ। ବେଳାଭୂମି ରାସ୍ତାରେ ପୁରୀ କୋଣାର୍କ ଏବଂ କୋଣାର୍କରୁ ପୁରୀ ଯାଏଁ ସେ ଘୁରୁ ବୁଲୁଥିଲା ଦିନ ରାତି। ଠିକଣା ପଚାରିଲେ ଜବାବ ଦିଏ ନାହିଁ। ମଣିଷଙ୍କୁ ଦେଖିଲେ ଦୂରେଇ ଯାଏ। କେହି କେହି ରାତିରେ ତାକୁ ଦେଖି ମନେ ମନେ ଭୟ କରିଥିଲେ ପ୍ରେତାତ୍ମା। ଶେଷରେ ହୁଏତ ସ୍ୱାମୀ ସହ ମିଳିତ ହେବା ପାଇଁ ସମୁଦ୍ରକୁ ଡେଇଁପଡ଼ି ଆତ୍ମହତ୍ୟା କରିଛି। ନିଷ୍ଠୁର ସମୁଦ୍ର ତାକୁ ଫିଙ୍ଗି ଦେଇଛି ଆଣି ସମୁଦ୍ର ବେଳାରେ। ସ୍ୱାମୀ ସହ ତାର ମର ଶରୀରର ମିଳନ ହେଇନାହିଁ। କେଜାଣିବା ଆତ୍ମା ସହ ଆତ୍ମାର ମିଳନ ହୋଇଥିବ। ଚାର୍ଲସ ବିଷଣ୍ଣ ହୋଇଗଲା। ଏ ଆତ୍ମହତ୍ୟାର ପ୍ରତ୍ୟକ୍ଷଦର୍ଶୀ ହେଉଛି ଚାର୍ଲସ ନିଜେ। ଏତେଦିନ ଧରି ମନ ଭିତରେ ଚନ୍ଦ୍ରଭାଗାର ପ୍ରେତାତ୍ମା ସମ୍ବନ୍ଧରେ ପୋଷଣ କରିଥିବା ଭ୍ରମ ଧାରଣା ଯୋଗୁଁ ସେ ଆତ୍ମହତ୍ୟା ପଥରୁ ନାରୀଟିକୁ ନିବୃତ୍ତ କରିପାରି ନାହିଁ। ନିଜର ନିର୍ବୋଧତା ପାଇଁ ଚାର୍ଲସ ଅନୁତାପ କରୁଥିଲା। ମାତ୍ର ସେ ବା କ'ଣ କରିପାରିଥାନ୍ତା? ଶହ ଶହ ପାଗଳ ମଣିଷ ଏ ଦେଶର ରାସ୍ତାଘାଟରେ ବୁଲନ୍ତି। କିଏ କେଉଁଠି ମୃତ୍ୟୁବରଣ କରେ, ତାର ଖବର କେହି ରଖନ୍ତି ନାହିଁ। ସେମାନଙ୍କ ଭିତରୁ ଏ ହେଉଛି ଜଣେ। ବରଂ ତାର ଆତ୍ମା ଯନ୍ତ୍ରଣାମୁକ୍ତ ହେଇଛି। ତାର ଆତ୍ମାକୁ ଶାନ୍ତି ମିଳୁ, ଚାର୍ଲସ ନୀରବ ପ୍ରାର୍ଥନା ଜଣାଇଲା। ଶ୍ରୀ ଶ୍ରୀ ଜଗନ୍ନାଥ ଓଡ଼ିଶାର ରାଷ୍ଟ୍ରଦେବତା, ସ୍ୱାଧୀନତାର ରକ୍ଷକ, ଓଡ଼ିଆ ଜାତିର ଧର୍ମ, ସମ୍ପଦ, କଳା, ସାହିତ୍ୟ, ସଭ୍ୟତା, ସଂସ୍କୃତି, ଗୌରବ ଏବଂ ଆଧ୍ୟାତ୍ମିକ ବିକାଶର ଚୂଡ଼ାନ୍ତ ସଂକେତ। ସ୍ନେହ, ପ୍ରେମ, ମିଳନ ଓ ଅନୁରକ୍ତିର ମୂର୍ତ୍ତିମନ୍ତ ପ୍ରତୀକ ଶ୍ରୀଜଗନ୍ନାଥ। ଜଗନ୍ନାଥ ଧର୍ମ ମୈତ୍ରୀ ଧର୍ମ। ଜଗନ୍ନାଥ ଭାବ ଅମୃତର ଅନୁସନ୍ଧାନୀ ହେଲେ ଏ ବିଶ୍ୱ ବିପର୍ଯ୍ୟୟରୁ ରକ୍ଷା ପାଇବ। ବଡ଼ଦାଣ୍ଡରେ ଠିଆ ହେଇ ଚାର୍ଲସ ତାହା ହିଁ ଉପଲବ୍ଧି କରୁଛି। ଅଗଣିତ ଭକ୍ତଜନଙ୍କ ଭିତରେ ଜଣେ ହେଇ ଠିଆ ହୋଇଛି ଚାର୍ଲସ। ସାରାଦିନ ଠିଆ ହେଇ ଦେଖିଛି। ଭକ୍ତଜନଙ୍କୁ ଦେଖାଇ ଦେଇ ଉଦ୍ଧାରିବା ପାଇଁ ପାଦବିହୀନ ବିଗ୍ରହଙ୍କର ବଡ଼ଦାଣ୍ଡରେ କଷ୍ଟକର ପହଣ୍ଡି ବିଜେ। 22 ପାହାଚରେ ଛେଚା ପହଁରା, ଛେଚାକଚା, ଠେଲାଠେଲି, ଭର୍ତ୍ସନା ଓ କଦର୍ଥନା ଭିତରେ ପ୍ରଭୁ ଧୂଳିସରିତ। ଖରାଧାସରେ ବଦନ ଶୁଖିଗଲାଣି। ବର୍ଷାଧାରରେ ଚକ୍ଷୁଧାରରୁ କଜଳି ବୋହିଗଲାଣି। ସେଥିରୁ ଭ୍ରୂକ୍ଷେପ ନାହିଁ। ଭକ୍ତଜନଙ୍କ ଜୟଧ୍ୱନି ଭିତରେ ହସୁଛନ୍ତି ରଙ୍ଗାଧର। ପଛକୁ ଆଉଜି, ଆଗକୁ ଝୁଲି ଝୁଲି ବାଦ୍ୟ, କରତାଳ, ମୃଦଙ୍ଗର ତାଳେ ତାଳେ ପ୍ରଭୁଙ୍କର ପହଣ୍ଡି ବିଜେ ଶେଷ ହୋଇଛି। ପାଟଛତ୍ରୀ ତଳେ ମେହେନାର ବସି ରଥ ପର୍ଯ୍ୟନ୍ତ ଆସିଛନ୍ତି ଗଜପତି ରାଜା। ସୌମ୍ୟ ଦର୍ଶନ ଗଜପତିଙ୍କ ମସ୍ତକରେ ଶିରସ୍ତ୍ରାଣ, ଦେହରେ ଶ୍ଵେତ ଚପକନ, ଉପରେ ରକ୍ତ ଉତ୍ତରୀୟ। ଜଗନ୍ନାଥଙ୍କର ଚଳନ୍ତି ପ୍ରତିମା ଗଜପତି ରାଜା କରିବେ ଛେରାପହଁରା। ଚଣ୍ଡାଳର କାର୍ଯ୍ୟ। ଦେବତାର ସେବା କର୍ମରେ ରାଜା ଚଣ୍ଡାଳର ଭେଦଭାବ ନାହିଁ। ଦେବତା ପାଖରେ ରାଜା ପ୍ରଜା, କ୍ଷତ୍ରିୟ ଚଣ୍ଡାଳ ସମାନ। ଯାହା କିଛି ସଂକୀର୍ଣ୍ଣ ଭେଦାଭେଦ ତାହା ଦୈବୀକୃତ ନୁହେଁ, ମନୁଷ୍ୟକୃତ। ରାଜାଙ୍କର ଉନ୍ନତ ରାଜକୀୟ ମସ୍ତକ ଅବନତ ହୁଏ ଦେବତା ପାଖରେ।
ଭଣ୍ଡାର ମେକାପ ଶ୍ଵେତ ପୁଷ୍ପ ପକାଇ ପକାଇ ବାଟ ଦେଖାନ୍ତି। ରାଜଗୁରୁ ବଢ଼ାଇ ଦିଅନ୍ତି ସ୍ୱର୍ଣ୍ଣ ସମାର୍ଜନୀ। ଗରା ବଡ଼ୁଠାରୁ ହାତୁମାଣି ନେଇ ପୁଷ୍ପାଞ୍ଜଳି ଦେଲେଣି ଗଜପତି ମହାରାଜ। ରଥ ଚତୁଃପାର୍ଶ୍ୱରେ ଚନ୍ଦନ ଜଳ ସିଞ୍ଚନ କରୁଛନ୍ତି। ରାଜା ହେଇଛନ୍ତି ଚଣ୍ଡାଳ। ଭକ୍ତ ଜନତାର କଳକଲ୍ଲୋଳରେ ବଡ଼ଦାଣ୍ଡ କମ୍ପିତ ହେଉଛି। ମଣିଷ ଏକ, ଧର୍ମ ଏକ, ତାହା ହିଁ ଛେରାପହଁରାର ସଂକେତ। ଏଥର ରଥ ଚାଲିବ ସାରଥୀ ଉପବିଷ୍ଟ। ଭେଦଶୂନ୍ୟ, ବିକାରଶୂନ୍ୟ, ଗୋଷ୍ଠୀ ସମ୍ପ୍ରଦାୟ ଶୂନ୍ୟ ମାନବ ଧର୍ମ। ଗୋଟାଏ ଅଦ୍ଭୁତ ପ୍ରେମଧାରାରେ ତାର ହୃଦୟ ପରିପୂର୍ଣ୍ଣ ହେଉଛି। ଆତ୍ମା ମୁକ୍ତି ପଥରେ ଊର୍ଦ୍ଧ୍ୱକୁ ଉଠୁଛି। ସେ ଦେଖୁଛି ଜନସମୁଦ୍ରର ପରିବ୍ୟାପ୍ତି। ତାରି ଭିତରେ ସେ ଦେଖୁଛି ସମସ୍ତେ ଉନ୍ମୁଖ ସେଇ ବହୁବାଞ୍ଛିତ ମୁହୂର୍ତ୍ତ ପାଇଁ। ସମସ୍ତେ ଉତ୍କୀର୍ଣ୍ଣ ହେଇ କର୍ଣ୍ଣଡେରିକ ରଥଚକର ଘର୍ଘର ଘୋଷନାଦ ଶୁଣିବା ପାଇଁ। এই ଅଭାବିତ ମୁହୂର୍ତ୍ତଟିର ଅନୁଭୂତିକୁ ଚାର୍ଲ୍ସ ମନ ପ୍ରାଣ ଆତ୍ମା ଦେଇ ସଞ୍ଚିତ କରୁଛି ନିଜ ଭିତରେ। ଜୀବନର ଏକ ମୁହୂର୍ତ୍ତ ଚାର୍ଲ୍ସ ପାଇଁ ଦୁର୍ଲଭ। ସେବକ ପରିଜନ ପଣ୍ଡା ସୁଆର ଦଇତାପତିଙ୍କ ଗହଣରେ ରଥାରୂଢ଼ ତିନି ଦେବତା। ଆଗରେ ବଡ଼ ଭାଇ ବଳଭଦ୍ର, ମଝିରେ ଗେହ୍ଲା ଭଉଣୀ ସୁଭଦ୍ରା, ଶେଷରେ ସାନ ଭାଇ ସ୍ୱୟଂ ଜଗନ୍ନାଥ। ରୋଗଶଯ୍ୟାରେ ଉଠି ନବଯୌବନ ଲାଭ କରି ନିର୍ମଳ ତନୁମନ ନେଇ ଭାଇ ଭଉଣୀଙ୍କୁ ସଙ୍ଗରେ ଧରି ଜଗତର ନାଥ ବାହାରିଛନ୍ତି ଜନ୍ମସ୍ଥଳୀ ଗୁଣ୍ଡିଚା ଘରକୁ। ଶ୍ରୀମନ୍ଦିର ଆବରି ଆଢ଼ୁଆଳରେ ରହିଛନ୍ତି ମା ଲକ୍ଷ୍ମୀ। ଏଇ ତ ଭାରତୀୟ ସମାଜର ଚଳନି ଏବଂ ପରମ୍ପରା। ଭାରତୀୟ ପରିବାରର ପାରିବାରିକ ଜୀବନର ଧାରା ସ୍ୱୟଂ ପ୍ରଭୁ ଜଗନ୍ନାଥଙ୍କୁ ଅନୁସରି ହୋଇଛି ମଧୁମୟ, ମହିମାମୟ ଏବଂ ପ୍ରେମମୟ। ପୁଣି ଯେତେ ବଡ଼ ହୁଅନ୍ତୁ ପଛକେ, ଶ୍ରୀମନ୍ଦିରରେ ରତ୍ନସିଂହାସନରେ ବସି 56 ପଉଟି ଭୋଗ ଲାଗି ହୁଅନ୍ତୁ ପଛକେ, ଜନ୍ମସ୍ଥଳୀ ଗୁଣ୍ଡିଚା ଘରକୁ ଭୁଲି ପାରନ୍ତି ନାହିଁ ପ୍ରଭୁ ଜଗନ୍ନାଥ। ବର୍ଷକେ ଥରେ ଆସିଛନ୍ତି ଜନ୍ମ ମାଟିକୁ। ବାଟରେ ପଡ଼ିବ ମାଉସୀଙ୍କ ଘର। ମାଉସୀ କୁଟୀର ବାସିନୀ ବୃଦ୍ଧା। ଜଗତର ନାଥ ବୋଲି ମାଉସୀଙ୍କର ସ୍ନେହର ଆକର୍ଷଣକୁ ତ ଉପେକ୍ଷା କରିବେ ନାହିଁ ପ୍ରଭୁ ମୈତ୍ରୀଦେବ ଜଗନ୍ନାଥ। ସେଠି ଅଟକିବାକୁ ହେବ। ମାଉସୀର ସ୍ନେହ ସୋହାଗ ଗ୍ରହଣ କରିବାକୁ ହେବ। ସ୍ନେହ ସୋହାଗ ପାଖରେ ବଡ଼ ସାନ ଧନୀ ଦରିଦ୍ରର ପ୍ରଶ୍ନ ଉଠେନା। ଚାର୍ଲ୍ସ ଭାବୁଥିଲା, କି ସୁନ୍ଦର ସାମାଜିକତା! ଦୀନବନ୍ଧୁ ଏବଂ ଚାରୁକଳାଙ୍କର ପ୍ରାଚୀପ୍ରଭା ପ୍ରତି ସ୍ନେହ ସୋହାଗକୁ ଦେଖି ବିସ୍ମିତ କରୁଥିଲା। ଆଜି ସେ ବୁଝୁଛି, ଜଗନ୍ନାଥ ଯେଉଁ ଦେଶର ସଂସ୍କୃତିର ପ୍ରତୀକ, ସେଠି କୁଶଭଦ୍ରା ବୁଢ଼ୀ ବିଦେଶୀ ଚାର୍ଲ୍ସକୁ ପୁଅ ମନେକରି ତା ହାତରୁ ନିର୍ମାଲ୍ୟ ଜଳ ନେଇ ଆଖି ବୁଜିବାରେ ଆଶ୍ଚର୍ଯ୍ୟ ହେବାର କ'ଣ ଅଛି? ସଂକୀର୍ତ୍ତନରେ ହରିଧ୍ୱନି ଆକାଶ ସ୍ପର୍ଶ କରୁଛି। ରଥ ଚକ ଘୋର ଘର୍ଘର ନାଦରେ ଗଡ଼ିଲାଣି। ରଥଦଉଡ଼ା ସ୍ପର୍ଶରେ ସର୍ବପାପ କ୍ଷୟ ହୁଏ। ଚାର୍ଲ୍ସ ମଧ୍ୟ ରଥଦଉଡ଼ା ଟାଣି ଧରିଛି। ପ୍ରାଚୀପ୍ରଭା ରଥଦଉଡ଼ା ସ୍ପର୍ଶ କରି ମଥାରେ ଲଗାଉଛି। ତିନି ରଥ ଆଗପଛ ହେଇ ବଡ଼ଦାଣ୍ଡରେ ଗଡ଼ି ଯାଉଛନ୍ତି ଜନସମୁଦ୍ରକୁ ଦୁଇଭାଗ କରି। ପଛରୁ ଚାହିଁ ରହିଛି ଚାର୍ଲ୍ସ। ପଛରୁ ଦିଶୁଛି ଯେମିତି ଜନସମୁଦ୍ର ବିଭକ୍ତ ହେଉନାହିଁ। ତିନି ରଥର ଚତୁର୍ଦ୍ଦିଗରେ ବଳୟ ପରି ଘେରି ରହିଛନ୍ତି ସମ୍ମୋହିତ ଭକ୍ତଜନ। ଅଥଚ ରଥ ଗଡ଼ିଯାଉଛି ଆଗକୁ, ମଣିଷର ଦର୍ପ ଦଳନ କରି, ଜନତାର ଦୁର୍ଗତି ଦଳନ କରି। ବଡ଼ଦାଣ୍ଡରେ ଲମ୍ବ ହୋଇ ସାଷ୍ଟାଙ୍ଗ ପ୍ରଣିପାତ କରୁଛନ୍ତି କେହି କେହି। ତା ଭିତରେ ଦୀନବନ୍ଧୁ ଓ ଚାରୁକଳା ଲମ୍ବ ହୋଇ ମୁହଁମାଡ଼ି ପ୍ରଣାମ କରୁଛନ୍ତି। ନିବେଦନ କରୁଛନ୍ତି ଜଗନ୍ନାଥ ଫେରିଆସୁ, ପ୍ରାଚୀପ୍ରଭାର ପ୍ରତୀକ୍ଷାର ଶେଷ ହେଉ। ଚାର୍ଲ୍ସ ବୁଲି ବୁଲି ଦେଖୁଛି ବିଚିତ୍ର ଜୀବନ ପ୍ରବାହକୁ। ବୁଢ଼ାବୁଢ଼ୀ, ଯୁବକ ଯୁବତୀ, ବୟସ୍କ ନରନାରୀ ଏବଂ କିଶୋର କିଶୋରୀ କେତେଜଣ ହାତକୁ ହାତ ଧରି କାନିକୁ କାନି ଛନ୍ଦାଛନ୍ଦି ହେଇ ସ୍ରୋତଟିଏ ଭଳି ଚାଲିଛନ୍ତି ଜନସମୁଦ୍ର ଭିତରେ। କାଳେ କିଏ କୋଉଠି ହଜିଯିବ। କେହି କାହାକୁ ଛାଡ଼ିବାକୁ ନାରାଜ। ଜଣେ ପଛେଇ ଗଲେ ଆଉ ଜଣେ ପଛେଇ ଯାଉଛି। ଜଣେ ଆଗେଇ ଗଲେ ଆଉ ଜଣେ ଆଗକୁ ଟାଣି ହୋଇ ଯାଉଛି। ଏଇ ତ ଭାରତୀୟ ଜୀବନର ପରମ୍ପରା। ସମସ୍ତେ ଛନ୍ଦାଛନ୍ଦି, ବନ୍ଧାବନ୍ଧି, ଗୋଟିଏ ଗ୍ରନ୍ଥିରେ, ଦୁଃଖରେ ସୁଖରେ, ଜଣେ ଅନ୍ୟ ଜଣଙ୍କର ସହ ଅଂଶୀଦାର, ଜଣେ ଜଣଙ୍କର ଆବଶ୍ୟକ। ଭାରତୀୟ ପରିବାର ଏକ ପରିପୂର୍ଣ୍ଣ ପରିବାର।
କେତେଜଣ ଆମେରିକାନ୍ ପର୍ଯ୍ୟଟକ ଚାର୍ଲ୍ସ ଭଳି ଆବାକ୍ ଦୃଷ୍ଟିରେ ଚାହିଁ ରହିଛନ୍ତି ସେହି ବିଚିତ୍ର ଜନସ୍ରୋତଟିକୁ। ଫଟୋ ଉଠାଉଛନ୍ତି, ଆମେରିକା ସଭ୍ୟତାରେ ହଜିଯାଉଛନ୍ତି ବାପା, ମା, ଭାଇ, ବନ୍ଧୁ, ଜ୍ଞାତି, କୁଟୁମ୍ବ। ଚାର୍ଲ୍ସ ଭଳି ଅନେକଙ୍କର ପରିବାର ନାହିଁ, ସଂସାର ନାହିଁ, ଧର୍ମ ନାହିଁ, ଦେଶ ନାହିଁ। ଚାର୍ଲ୍ସ ଭଳି ଅଧିକାଂଶ ନିଃସଙ୍ଗ, ହତାଶ, ଯାଯାବର। ଚାର୍ଲ୍ସ ଭାବୁଥିଲା, ଯେଉଁ ସଭ୍ୟତାରେ ପରିବାର ନାହିଁ, ସ୍ନେହ, ପ୍ରେମ, ତ୍ୟାଗ ଓ ଉତ୍ସର୍ଗ ନାହିଁ, ସେ ଦେଶର ଜୀବନରେ ଆବେଗ ନାହିଁ, ପ୍ରାଣପ୍ରାଚୁର୍ଯ୍ୟ ନାହିଁ, ଆନନ୍ଦ ନାହିଁ। ଆଜି ଭାରତରେ ମାନବ ଜୀବନର ଏହି ମହାସତ୍ୟକୁ ସେ ଉପଲବ୍ଧ କରୁଛି। ଆକାଶ ଏବେ ମେଘମୁକ୍ତ, ଜନସମୁଦ୍ର ଏଣେତେଣେ ଖେଳାଇ ହୋଇଗଲାଣି। ତାରି ଭିତରେ ଆଗପଛ ହୋଇ ଚାଲିଛନ୍ତି ଦୀନବନ୍ଧୁ, ଚାରୁକଳା, ଚାର୍ଲ୍ସ ଏବଂ ପ୍ରାଚୀପ୍ରଭା। ଚାର୍ଲ୍ସ ଭାବୁଛି, ଅନ୍ୟ ଆମେରିକାନ୍ ପର୍ଯ୍ୟଟକଙ୍କ ଭଳି ସେ ନିଃସଙ୍ଗ ନୁହେଁ। ତାର ପରିବାର ଅଛି, ତାର ଆତ୍ମୀୟ ସ୍ୱଜନ ଅଛନ୍ତି। ଆମେରିକାରେ ଯାହା କିଛି ହରାଇ ଦେଇଥିଲା, ଭାରତବର୍ଷରେ ସେ ସବୁକିଛି ଖୋଜି ପାଇଛି। ବଡ଼ଦାଣ୍ଡରେ ପୁଣି ଆରମ୍ଭ ହୋଇଛି ନିତିଦିନିଆ ଜୀବନଯାତ୍ରା। ତୀକ୍ଷ୍ଣ କଣ୍ଟାର ଶେଜ ଉପରେ ଶୋଇଛି କୌପୀନଧାରୀ ଉଲଗ୍ନ ମଣିଷଟିଏ। ଶରୀର ଉପରେ ତୀକ୍ଷ୍ଣ କଣ୍ଟାର ବୋଝଟିଏ ଚାପି ଦିଆଯାଇଛି। ଲୋକଟି ପାଖରେ ପଇସା ପକାଉଛନ୍ତି ଦୟାର୍ଦ୍ର ଦାତାମାନେ। ଛୋଟ ଝିଅଟିଏ ଆକୁଳ ଆଗ୍ରହରେ ପଇସା ଗୋଟେଇ ନେଉଛି। ଭିକ୍ଷା ଯାଚନାରେ ବିଭତ୍ସ କେତୋଟି ଦୃଶ୍ୟ ଚାର୍ଲ୍ସକୁ ବ୍ୟଥିତ କରୁଛି। ଚାର୍ଲ୍ସର ପାଦ ଅଟକି ଯାଉଛି। ସେ ଭାବୁଛି, ଯେଉଁ ଦେଶର ଅତୀତ ଏତେ ମହାନ, ଯେଉଁ ଦେଶର ସଂସ୍କୃତି ଏବଂ ପରମ୍ପରା ସାରା ବିଶ୍ୱରେ ଆଦୃତ, ସେ ଦେଶରେ ପୁଣି ଏତେ ଦାରିଦ୍ର୍ୟ, ଏତେ ଦୁଃଖ, ଏତେ ବିଭତ୍ସ ଜୀବନ ସଂଗ୍ରାମ କାହିଁକି? ବିଚିତ୍ର ଶ୍ରୀକ୍ଷେତ୍ରଧାମ, ଅଦ୍ଭୁତ ରହସ୍ୟମୟ ପ୍ରଭୁ ଜଗନ୍ନାଥଙ୍କର ଲୀଳାଖେଳା। ଚାର୍ଲ୍ସ ଉଚ୍ଚାରଣ କଲା, ଆଚାର୍ଯ୍ୟ ଶଙ୍କରଙ୍କର 1000 ବର୍ଷ ପୂର୍ବର ସେଇ କେତୋଟି ଧାଡ଼ି। ଅହୋ ଦୀନନାଥଂ ନିହିତମଚଳଂ ତିଷ୍ଠିତ୍ପଦଂ ଜଗନ୍ନାଥ ସ୍ୱାମୀ ନୟନପଥଗାମୀ ଭବ ତୁମେ। ଚାର୍ଲ୍ସ ପ୍ରଣାମ ଜଣାଇଲା ରଥାରୂଢ଼ ଦାରୁଦେବତାଙ୍କୁ। ଗଦ୍ ଗଦ୍ କଣ୍ଠରେ ପ୍ରାର୍ଥନା କଲା, ଦୀନ ଅନାଥଗଣଙ୍କ ପାଇଁ ଯାହାଙ୍କର ଅଚଳ ପଦ ସ୍ଥାପିତ ହୋଇଛି, ସେହି ପ୍ରଭୁ ଜଗନ୍ନାଥ ମୋର ନୟନପଥଗାମୀ ହୁଅନ୍ତୁ। ଗୋଟିଏ ମୁହୂର୍ତ୍ତରେ ଲକ୍ଷ୍ୟହୀନ ଚାର୍ଲ୍ସ ନିଜ ଜୀବନର ଲକ୍ଷ୍ୟ ସ୍ଥିର କରିନେଲା। ତେବେ ଏହିଠାରେ ଶେଷ ହେଲା ଔପନ୍ୟାସିକା ପ୍ରତିଭା ରାୟଙ୍କର ଉପନ୍ୟାସ ଶିଳାପଦ୍ମର ଏହି ଭାଗଟି। ଆଗାମୀ ଅଧ୍ୟାୟରେ ଏହି ଉପନ୍ୟାସଟିର ଶେଷ ଭାଗକୁ ଆମେ ଶୁଣିବା। ରହିଲି, ନମସ୍କାର।